ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ବଦଳି ଗଲା ସଂସାର ମୋର ବଦଳି ଗଲା ସଂସାର ମୋର ବଦଳିଲି ମୁଁ କ୍ଷଣେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ସଂସାର ଥିଲା ବିଷମ ବଡ଼ ଜଟିଳ ଥିଲା ମନରେ ଯେତେ କୋଳାହଳ ପ୍ରାଣରେ ଆଲୋଡ଼ନ ସଂସାର ଥିଲା ବିଷମ ବଡ଼ ଜଟିଳ ଥିଲା ମନରେ ଯେତେ କୋଳାହଳ ପ୍ରାଣରେ ଆଲୋଡ଼ନ ଜୀବନ ବୋଲି ଥିଲା ବାଜାହା ଥିଲା ସେ ମରିଚିକା ବୁଝିଗଲି ମୁଁ ଆସିବା ପରେ ମାର ଶ୍ରୀ ଚରଣେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ କାମନା କେତେ ବାସନା କେତେ କେତେ ଯେ ଅହଙ୍କାର କେତେ ଯେ ଦୁଃଖ କେତେ ଯେ ସୁଖ ଯନ୍ତ୍ରଣା ଗୁରୁ ଭାର କାମନା କେତେ ବାସନା କେତେ କେତେ ଯେ ଅହଙ୍କାର କେତେ ଯେ ଦୁଃଖ କେତେ ଯେ ସୁଖ ଯନ୍ତ୍ରଣା ଗୁରୁ ଭାର ନାବିକ ନାହିଁ ନାକୁ ନେଇ ଭାସୁଥିଲି ମୁଁ ଜଳେ ଜଳିଲା ପ୍ରାଣ ଶୀତଳ ହେଲା ତା କୃପା ଚନ୍ଦନେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ବଦଳି ଗଲା ସଂସାର ମୋର ବଦଳି ଗଲା ସଂସାର ମୋର ବଦଳିଲି ମୁଁ କ୍ଷଣେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ପାଇବି ବୋଲି ମାଙ୍କୁ ମୋର ଭାବିଲି ଯେବେ ମନେ ଭାବିଲି ଯେବେ ମନେ ଭାବିଲି ଯେବେ ମନେ କରୁଣାମୟୀ ମା ପରମ ପୁରୁଷ ଶ୍ରୀ ଅରବିନ୍ଦ ଆଜିର ଏହି ପାଠଯାକରେ ଉପସ୍ଥିତ ଥିବା ଆମର ସୁଦୂର କେନ୍ଦୁଝରରୁ ଆସିଥିବା ଅଜୟ ଭାଇ, ମାଲକାନଗିରି ଆସିଥିବା ଦାସ ଭାଇ, ସୁତାଂଶ ଭାଇ, ପତି ଭାଇ, ଆମ ଡକ୍ଟର ବାପା
ଆଉ ବାଲିମେଳାରେ ଆସିଥିବା ସମସ୍ତ ଅପା ଭାଇମାନଙ୍କୁ ମୋର ସ୍ୱାଗତ, ଅଭିନନ୍ଦନ ଆଉ ପ୍ରଣାମ। ଆଜି ମା ମୋତେ ସୁଯୋଗ ଦେଇଥିବାରୁ ମାଙ୍କ ପାଖରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀ ପଢ଼ୁଥିଲି, ଆମର ରଥ ସାର୍ ଥାନ୍ତି, ସିଏ ମୋତେ ଡାକି ନେଇଥିଲେ। ଆମେ ସେତେବେଳୁ ଥିଲୁ ପ୍ରାୟ ଗୋଟେ ଗୋଟେ ସେକ୍ସନ୍ 90 ପିଲା, 1200 ପିଲା ଥିଲୁ ସେ ହାଇସ୍କୁଲରେ, ଷଷ୍ଠରୁ ଅଷ୍ଟମ ମେଟ୍ରିକ୍ ଯାଇ। ଗୋଟେ 8-10 ଜଣ ପିଲାକୁ ନିଅନ୍ତି। ପ୍ରତି ଶନିବାର ଦିନ ପାଠଚକ୍ର ହୁଏ। ଏ ପାଠଚକ୍ର କ'ଣ ମୁଁ ଜାଣିନି, କିନ୍ତୁ ସାର୍ ଡାକିଛନ୍ତି, ଆମେ ଯାଉଛୁ। ଏମିତି ମୋର 4 ବର୍ଷ ପଳାଇଲା। ମୁଁ ତା ଭିତରେ କିଛି ମୋର ଧାରଣା ନାହିଁ, କିନ୍ତୁ ଦେଇଥିଲେ ବହି ଦେଇଥିଲେ, ଆମେ ପଢ଼ୁଥିଲୁ। ମୁଁ 4 ବର୍ଷ ପାଠଚକ୍ର କରିଛୁ। ପ୍ରତି ଶନିବାର ଖାଇବା ଟାଇମ୍ ଯିବାର ଶନିବାର ମୁଁ ଆସି ପୁଣି ଚିତ୍ରକୋଣ୍ଡା ଆସିଲି। ଆମେ ଯେଉଁ 8 ଜଣ ଥିଲୁ, ତା ଭିତରୁ 2 ଜଣ ବାହା ହେଇନାହାନ୍ତି, ଏବେ ସନ୍ନ୍ୟାସୀ ହେଇଯାଇଛନ୍ତି। ମୁଁ ଆସି ସେ ସୁଯୋଗ ଆମର ମିଳିଲାନି, ତାଙ୍କ ଆସି ଆଶ୍ରମରେ ରହିଗଲେ। ମୁଁ ଯେତେବେଳେ ଏଇଠିକୁ ଆସିଲି, ମା ପୁଣି ମୋତେ ଆଣି ସେଇ ଅରବିନ୍ଦ ଲାଇନ୍ରେ ରଖିଲେ। ଶ୍ରୀ ଅରବିନ୍ଦ ଲାଇନ୍ ରହିଲେ, ତାଙ୍କର ଆଶ୍ରମ ପାଖରେ ମୁଁ ଆସିକି ପୁଣି ରହିଲି। ମାଙ୍କ ସେବାରେ ପୁଣି ମୋ 2003 ମସିହାରୁ ମା ପୁଣି ସୁଯୋଗ ଦେଲେ। ଯାହା ହଉ, ଏଇ ମା ଏପରି ଆମକୁ ସୁଯୋଗ ଦେଉଥାନ୍ତୁ। ଆଉ ମୁଁ ଦାସ ଭାଇ ଗଣତ ଅଛି, ସିଏ କିଛି କହିବେ, ତାପରେ ଅଜୟ ଭାଇ କହିବେ। ମାଗିଥାଏ ଯାହା ତୁମକୁ ଜନନୀ, କୃପା କରି ଦିଅ ନାହିଁ କାହିଁରେ। ମାଗିଥାଏ ଯାହା ତୁମକୁ ଜନନୀ, କୃପା କରି ଦିଅ ନାହିଁ କାହିଁରେ। ଦେଇଥାଅ ଖାଲି ପ୍ରୟୋଜନ ଯାହା, ଦେଇଥାଅ ଖାଲି ପ୍ରୟୋଜନ ଯାହା, ହେଲେ କିଛି ଜାଣିପାରେ ନାହିଁ ରେ। ମାଗିଥାଏ ଯାହା ତୁମକୁ ଜନନୀ, କୃପା କରି ଦିଅ ନାହିଁ କାହିଁରେ। ମାଗିଥାଏ ଯାହା ତୁମକୁ ଜନନୀ, ମା 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 ମା। ଅସୁବିଧା ଭୋଗିଲି ମୁଁ ଶକତି ମାଗି, ସାମର୍ଥ୍ୟରେ ଭରି ଦେଲ ତୁମରି ଲାଗି। ଅସୁବିଧା ଭୋଗିଲି ମୁଁ ଶକତି ମାଗି, ସାମର୍ଥ୍ୟରେ ଭରି ଦେଲ ତୁମରି ଲାଗି। ମାଗିଥିଲି ଜ୍ଞାନ ଭରିଲ ଜଞ୍ଜାଳ, ମାଗିଥିଲି ଜ୍ଞାନ ଭରିଲ ଜଞ୍ଜାଳ, ଖୋଜିବାକୁ ସମାଧାନ ମହିରେ। ମାଗିଥାଏ ଯାହା ତୁମକୁ ଜନନୀ, କୃପା କରି ଦିଅ ନାହିଁ କାହିଁରେ। ସଫଳତା କେବେ ଅବା ଥିଲି ମୁଁ ଚାହିଁ, ପୂର୍ଣ୍ଣତା ପାଇଁ କି ବାଟ ଦେଲଟି କହି। ସଫଳତା କେବେ ଅବା ଥିଲି ମୁଁ ଚାହିଁ, ପୂର୍ଣ୍ଣତା ପାଇଁ କି ବାଟ ଦେଲଟି କହି। ବିପଦେ ପଡ଼ିଲି ସାହସ ମାଗି ମୁଁ, ବିପଦେ ପଡ଼ିଲି ସାହସ ମାଗି ମୁଁ, ଭରସା ରଖିବାର ପାଇଁ ରେ। ମାଗିଥାଏ ଯାହା ତୁମକୁ ଜନନୀ, କୃପା କରି ଦିଅ ନାହିଁ କାହିଁରେ। ଦେଇଥାଅ ଖାଲି ପ୍ରୟୋଜନ ଯାହା, ଦେଇଥାଅ ଖାଲି ପ୍ରୟୋଜନ ଯାହା,
ହେଲେ କିଛି ଜାଣି ପାରେ ନାହିଁ ରେ ମାଗିଥାଏ ଯାହା ତୁମକୁ ଜନନୀ କୃପା କରି ଦିଅ ନାହିଁ କାହିଁ ରେ କୃପା କରି ଦିଅ ନାହିଁ କାହିଁ ରେ କୃପା କରି ଦିଅ ନାହିଁ କାହିଁ ରେ। परम प्रभु श्री अरविंद दिव्य जननी मधुमयी माँ के चरण कमल प्रणाम। आज अरूप भाई शुभ जन्मदिन उपलक्षे आज स्वतंत्र पाठचक्र उपस्थित थिबा प्रिय अजय भाई अन्य बालीमेला एवं मालकानगिरी समस्त मातृप्रेमी अपा भाई मानू आंतरिक कृतज्ञता एवं प्रणाम कार्यक्रम स्वागत। आज अरूप एक शुभ दिन आज ये शुभ जन्मदिन अवसर में आम माँ को पाखे प्रार्थना करवा तार जीवन शुभमय हो सुखमय हो एवं मंगलमय हो चैत्र यात्रा तार सफल हो ऊर्ध्वतर चेतना को प्रवेश कर एक नूतन नवजन्म प्राप्त हो। सबुठू जीवन गुरुत्वपूर्ण जिनिस को आम खूब हल्का भाव में ग्रहण करूँ। आज पुरुषोत्तम भाई पाठचक्र वार्षिक उत्सव जन्मदिन आम समस्त अत्यंत गुरुत्वपूर्ण दिन। गतकाली भी गोटे जन्मदिन प्रसंग में भाई आलोचना करते आम के हल्का भाव जन्मदिन को नौ एवं ताकू किभली भाव निजर प्रगति बा अग्रगति ताकू विनियोग करने परिवर्ते आम ताकू एक निम्न चेतना स्तर को नहीं जाऊ तार भाई उदाहरण दौले आम ताकू भोजी भात केक काटिबा वैषयिक उत्सव अनुष्ठान भितर ही सीमित रखू किंतु प्रकृति में जन्मदिन हूँ गोटे गुरुत्वपूर्ण दिन। चैत्र सप्ताह यही दिन फॉर्म भीतर को आसला एवं से पार्थिव चेतना भीतर को आसला जन्म है जो दिन आप जन्म हेले दिन का पूर्व हो पारे दिन आगुरी हो पारे भी हो पारे इट वाज डिसाइडेड बाय द डिवाइन भगवान को द्वारा ये निश्चित करागला निष्पत्ति निगला जे आपण ए दिन जन्म ग्रहण करेंगे। चैत्य जितेबाला पैसेज मृत्युर पैसेज को अतिक्रम करने जितेबाला गोटे शरीर छाड़े से डिसाइड कर जाए जे आसंता जन्म तार कौन एक्सपीरियंस दरकार विभिन्न स्तर को अतिक्रम करी से जाए चैत्य वर्ल्ड रे पहुँचे चैत्य जगत रे साइकिक वर्ल्ड जहाँ कहती से आसिमिलेशन करे जो गुड़ा से ग्रहण करता जो एसेंस गुड़िक जीवन में ग्रहण करता ताकू से आसिमिलेशन करे। आसिमिलेशन कौन तर वर्क एक्सपीरियंस जहाँ आम कर्म बोली कहू तार चेतनार प्रगति गुड़ी को एनर्जी रे कन्वर्सन हुए एवं से एनर्जी ताकू आउ थे पार्थिव चेतना भीतर को फोर्स करके आने से आसिमुलेशन करी रेस्ट नौथुआ भितर तार आवश्यकता अनुसार बॉडी वाइटल और मेंटल प्रस्तुत हुए जितेबाला तार फॉर्म प्रस्तुत हो जाए ताको निर्देश मिले से साइकिक वर्ल्ड रू पुणी पार्थिव चेतना भीतर प्रवेश करे। साधारण चेतना हूँ या साधारण फर्मुला हूँ या किंतु जो माने उच्चतर से माने तांकर निजर फॉर्म निजर मेंटल निजर वाइटल स्थिर करती अलग फर्मुला तो जितेबाला आसुची साइकिक गोटे फॉर्म भीतर को
ଇନଫାନାଇଟ୍ ଫାଇନାଇଟ୍ ଭିତରେ ଯେତେବେଳେ ସ୍ଥାପିତ ହେଉଛନ୍ତି, ଛୋଟ ଜିନିଷ ନୁହେଁ, ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏବଂ ସେଇ ଗୁରୁତ୍ୱପୂର୍ଣ୍ଣ ଦିନଟି ହେଉଛି ଆଜି। ବର୍ଷରେ ଗୋଟିଏ ଦିନ, ବହୁ ଗୁରୁତ୍ୱ। ମା ଜନ୍ମଦିନକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ମା ଯେତେ ଆଶ୍ରମ ମିଟିଂ ଥିଲେ ସମସ୍ତଙ୍କର ଜନ୍ମଦିନକୁ ପୁରା ମନେ ରଖିଥିଲେ। ନିରଦ ବରଣ ଥରେ ତାଙ୍କ ଜନ୍ମଦିନ ପୂର୍ବ ଦିନ ମାଙ୍କୁ ଗୋଟେ ମେସେଜ ଦେଲେ, ଗୋଟେ ପତ୍ର ଲେଖି ଜଣେଇଲେ ଯେ ଆପଣଙ୍କର ମନେ ଅଛି ଆସନ୍ତାକାଲି ମୋର ଜନ୍ମଦିନ। ମା ତାଙ୍କୁ ଉତ୍ତର ଦେଲେ, ମୁଁ ଜାଣିଛି, ଆଉ ଆସନ୍ତାକାଲି ପାଇଁ ମୁଁ ପ୍ରସ୍ତୁତ ଅଛି, ତମେ ଆସ, ତମ ପାଇଁ ମୁଁ ସ୍ୱତନ୍ତ୍ର ଆଶୀର୍ବାଦ ରଖିଛି। କ'ଣ ଦେଲେ, କ'ଣ ମେସେଜ ଦେଲେ, ତା ମା କେତେ ପର୍ଟିକୁଲାର। ଚମ୍ପକଲାଲ କାର୍ଡ଼ ପ୍ରସ୍ତୁତ କରନ୍ତି, ଅନେକ ଫୋଲ୍ଡରକୁ ଡିଜାଇନ କରନ୍ତି, ମେସେଜ ଲେଖନ୍ତି। ମା ଅନେକ ଆଗରୁ ଜନ୍ମଦିନ ପାଇଁ ସ୍ୱତନ୍ତ୍ର ଭାବରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ମେସେଜ କାର୍ଡ଼ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ତାଙ୍କ ନିର୍ବାଚିତ ବାଣୀ ଗୁଡ଼ିକ ଦ୍ୱାରା ଏବଂ ନିଜେ ଦେଉଥିବା ବାଣୀ ଦ୍ୱାରା ମେସେଜ କାର୍ଡ଼ ଗୁଡ଼ିକ ପ୍ରସ୍ତୁତ ହୁଏ। ଚମ୍ପକଲାଲ ତାକୁ ପ୍ରସ୍ତୁତ କରି ରଖିଥାନ୍ତି। କେବଳ ସାଧକମାନଙ୍କର ନାହିଁ, ଛୋଟ ଶିଶୁମାନଙ୍କ ପାଇଁ ମଧ୍ୟ ଜନ୍ମଦିନରେ ବାର୍ତ୍ତା ରଖିଥାନ୍ତି ମା। କାର୍ଡ଼ ଏବଂ ଫୋଲ୍ଡର ପ୍ରସ୍ତୁତ କରି ରଖିଥାନ୍ତି, ଦିଅନ୍ତି। ଆପଣ ଯଦି ସାଧକମାନଙ୍କୁ ଦିଆଯାଉଥିବା ବାଣୀ ଗୁଡ଼ିକୁ ଦେଖିବେ, ଜନ୍ମଦିନର ବାଣୀ ଚମ୍ପକଲାଲକୁ ଯେମିତି ଦିଆଯାଏ, ନିରଦ ବରଣକୁ ହେଲା, ନଳିନୀତାଙ୍କୁ ହେଲା, ଆପଣ ଦେଖିବେ ସେ ବାଣୀ ଗୁଡ଼ିକର କ୍ରମ ପ୍ରୋଗ୍ରେସିଭ, ଏକ ଧାରାବାହିକ ଭାବେ ତାଙ୍କର ଜୀବନର ଅଗ୍ରଗତି ଏବଂ ସାଧନାର ପ୍ରଗତିକୁ ଆଭିମୁଖ୍ୟ ରଖି ମା ସେ ବାଣୀ ଗୁଡ଼ିକୁ ନିର୍ବାଚିତ କରିଥାନ୍ତି। ଚମ୍ପକଲାଲ ବାଣୀ ଗୁଡ଼ିକ ତ ଆପଣ ଚମ୍ପକଲାଲ କହନ୍ତି, ଆପଣ ସେ ବାଣୀ ଗୁଡ଼ିକ ଦେଖିବେ, ତାଙ୍କର ଜନ୍ମଦିନ ବାଣୀ ଗୁଡ଼ିକୁ ସେଥିପାଇଁ ଦିଆଯାଇଥାଏ ଯେ ଜଣେ ତାକୁ ଅନୁଧ୍ୟାନ କରି ଜାଣିପାରିବ ଯେ କିଭଳି ଭାବରେ ସାଧନାରେ ପ୍ରଗତି କରିବାକୁ ହୁଏ। ଜନ୍ମଦିନରେ କିଭଳି ଭାବରେ ଜଣେ ଉନ୍ମିଳନ ରହିବ, ଓପନନେସ୍ ରହିବ। ଏଇଟା ଗୋଟେ ନିର୍ଦ୍ଦିଷ୍ଟ ଦିନ, ଫିକ୍ସଡ ବାଇ ଦ ଡିଭାଇନ୍। ଭଗବାନଙ୍କ ଦ୍ୱାରା ଆମ ପାଇଁ ସେ ଦିନଟି ନିର୍ଦ୍ଧାରିତ। କ'ଣ ହେବ ସେ ନିର୍ଦ୍ଧାରିତ ଦିନରେ? ଆମେ ସବୁ ଆମର ବ୍ୟାଟେରୀ ୟୁଜ୍ କଲା ପରେ ମୋବାଇଲ ଇତ୍ୟାଦି ଦେଖୁଥିବେ, ଯେଉଁଟା ସେଟା କ'ଣ ହୁଏ, ତାର ବ୍ୟାଟେରୀ ଡାଉନ୍ ହେଇଯାଏ। ତାକୁ ରେଗୁଲାର କ'ଣ ଦରକାର? ରିଚାର୍ଜ ଦରକାର। ସାଇକିକ୍ ଆସିଲା ପରେ ଯେତେବେଳେ ଆସିବ ସେଠୁ, କେଉଁଠୁ? ଡିଭାଇନଙ୍କ ପାଖରୁ। ଏଠି ଆସି କ'ଣ କରିବ? ପାର୍ଥିବ ଚେତନାରେ ଅର୍ଗାନାଇଜ କରିବ, ଭାଇଟାଲ, ମେଣ୍ଟାଲ ଆଉ ଫିଜିକାଲ। ଏ କାର୍ଯ୍ୟ କରିବା ଭିତରେ ତାର ବି ଚାର୍ଜ ଡାଉନ୍ ହେଇଯାଏ। ସେ ଡିଭାଇନ ସ୍ପାର୍କ, ଦିବ୍ୟ ଝଲକ, ସିଏ ଭଗବାନଙ୍କର ଅଂଶ ବିଶେଷ, ସେଠୁ ଆସିଛି, ତା ଭିତରେ ଶକ୍ତି ଅଛି। କାର୍ଯ୍ୟ କରିବା ଦ୍ୱାରା ସେ କ'ଣ ହୁଏ? ତାର ଚାର୍ଜ ଡାଉନ୍ ହୁଏ। ଆମ ଅଜଣାତରେ ଏକ ଅଲୌକିକତା କାର୍ଯ୍ୟକ୍ରମ ଭାବେ ଚୈତ୍ୟ ଆଜି ଦିନରେ, ବର୍ଷରେ ଗୋଟିଏ ଦିନ ସେ ଯାତ୍ରା କରେ। କୋଉଠିକି? ମୂଳ ଉତ୍ସକୁ। ଭଗବାନଙ୍କ ପାଖକୁ ଯାତ୍ରା କରେ ଏବଂ ସେଥିପାଇଁ ତା ପାଇଁ ତାର ସେ ଦିନଟି ତା ପାଇଁ ଦ୍ୱାରଟି ଭଗବାନଙ୍କର ଉନ୍ମୁକ୍ତ ଥାଏ। ପ୍ରବେଶ କରିବା ପରେ ସେ ଆଗାମୀ ବର୍ଷକ ପାଇଁ ସେ କ'ଣ କରେ? ରିଚାର୍ଜ ହେଇକିରି ଫେରେ, ପୁଣି ଗୋଟେ ବର୍ଷ କାମ କରିବ।
आमे जानू बा न जानू जो माने उच्चतर चेतनार बास करती से माने जानी पारती किंतु आमे जो माने ऑर्डिनरी बा साधारण चेतनार बसवास करू आमे जानी पारना कारण आमे चैतर गति स्पंदन को अनुभव करबा शिखिनु एक्सपीरियंस करनु बा रियलाइज कर पारुना आम भीतर भी एबे भी गभीर विश्वास अच्छी कि नहीं मो भीतर चैत्य अच्छी जाग्रत होउची चैत्य मते नियंत्रण करुची कि नहीं चैत्यर भयस मते शुभुची कि नहीं ए विषय आमे अंधकाराच्छन्न रचु तथापि विश्वास आम मान समस्ते चैत्य संपर्क में सचेत होउथिबा चैत्य को अनुभव करथबा मां को बाणी रे It is an occult phenomenon that occurs invariably without our knowledge on this particular day of the year. अलौकिक घटनाटी घटे आमानकर अज्ञातरे The soul leaves behind the body and journeys up and up till it merges into the source in order to replenish itself and absorb from the supreme its power, light and ananda and comes down charged for a whole year. Charged for a whole year to pass. वर्षक पाई आलोक आनंद चेतना से धरिक फेरे then again and again it continues like this year and year. वर्ष पर वर्ष यही घटना घटे मां को थरे पचारे माँ बर्थडे माने कौन कहीं एत गुरुत्व दिज्व साधारण भाव तो जने जन्म होने सब बहुत घटना भितर भी एक साधारण घटना बोली नि जाए ट्रू मीनिंग ऑफ द बर्थडे कौन माँ कहते फ्रॉम द व्यू पॉइंट ऑफ द इनर नेचर द इंडिविजुअल इज मोर रिसेप्टिव ऑन हिज बर्थडे फ्रॉम ईयर टू ईयर एंड दिस इज an opportune moment to help him to make some new progress each year. वर्ष पर वर्ष जो नुआ जन्मदिन आसुची नवचेतना ग्रहण करिवार होची गोटे स्वतंत्र दिन रिसेप्टिविटी ग्रहणशीलता माँ कहते केमिति आमे जन्मदिन को पालन करिबा उत्सव अनुष्ठान इत्यादि ना इन फाइंडिंग आउट द पर्पज ऑफ लाइफ जीवन लक्ष्य जीवन उद्देश्य आविष्कार करे जीवन लक्ष्य कौन जीवन लक्ष्य बोले हम कौन बुझू 90% लोक जदि पचरा जीवन लक्ष्य वेटिंग फॉर डेथ आम अधिकांश भाव मृत्यु पाई अपेक्षा आम भीतर एक धारणा बसवर्ती होती जे आम जन्म हो कौन पाई कौन पाई मरिबा पाई जात सही ध्रुव मृत्यु जन्म हो माने निश्चय मर तेणु वी आर वेटिंग फॉर द डेथ तापे जन्मदिन कौन मूल्य जो लोक मृत्यु को अपेक्षा कर रही तापे जन्मदिन कौन मासी अरविंद बदली देले बर्थ आम मरुचु कौन पाई मरुचु पुणी
जन्म हवा पाई ताले मृत्यु गुरुत्वपूर्ण नुह गुरुत्वपूर्ण कौन जन्म ठीक उल्टाटा धारणा थिला जे मृत्यु होची गुरुत्वपूर्ण जन्म होइछु मरिबा पाई ना मरुचु कौन पाई आउ थरे जन्म हवा पाई कारण हमर बॉडी रे कार्य सरी गला सेकंड आम जीवन लक्ष्य बाबू एंजॉय द लाइफ सुख भोग करवा जिते दिन पर्यंत अच्छु सुख भोग करवा जा जा पाइबा करवा हिंगला सब जाक पचारे कौन आउ किछि करवार नहीं चाकरी करी रिटायर्ड होगला पिलार बाहर करदेली पुओ बो 2 जन चाकरी करचंती नाती नातुन 2 जन फास्ट क्लास बढ़िया पढ़ुचंती जन पंचम पढ़ुची आउ जन नवम पढ़ुची मैट्रिक तार 8 वर्ष हम फास्ट क्लास पाइला भाया अच्छी डॉक्टर फक्टर कौन तक हे बढ़िया बिल्डिंग टी करदेली खुशी अच्छी आउ एबे किछि काम मोर ना सब काम हो गला इटा कौन जीवन लक्ष्य कोठा तैयारी करने आइथिल पिला को तैयारी करने आसथिल कौन पे आसथिल भगवान कौन पे तुमको पठे तुमको निर्वाचित करी तुमको पठेले भगवान कौन पे माँ कहते फाइंड आउट आविष्कार करवा जीवन उद्देश्य ऑर्डिनरी जीवन खाइबा पीवा जीवन बंचवा रिप्रोडक्शन करवा आर भीतर जाए यू आर हियर फॉर द डिवाइन वर्क माँ को काम करने भगवान को काम करने आम भगवान माँ को काम करने आम ठीक अच्छे परम प्रभु को काम करने कौन तक काम श्री अरविंद काम कौन 3टा तर गोटाए लक्ष्य डिवाइन को काम होची श्री अरविंद काम डिवाइन को वर्क होची परफेक्शन ऑफ द डिवाइन भगवान परिपूर्ण हेबे केमती परिपूर्ण हेबे डिवाइन परफेक्शन हमार फॉर्मूला कौन कौन केमती परफेक्शन ये पूर्ण बोले आपण केमती कहबे ए घरटी पूर्ण अछि केमती कहबे आपण ए घर सबुआडे जहा थिबो घरटी वायु द्वारा पूर्ण माने कौन घर सबुआडे वायु थिबो तो फांका थिबो कि आउ घरटी जल द्वारा पूर्ण ताले कौन कह जल पूरा परिपूर्ण भाव थी भगवान परफेक्शन परिपूर्ण माने कौन थी कौन कौन हो भगवान सबुआडे थे तो बस भगवान मैनिफेस्टेशन हेबे ए पार्थिव चेतना भितर ए पृथ्वी भितर भगवान आसी मैनिफेस्टेशन हेबे एबे मैनिफेस्टेशन अच्छे ना कि आम अनकनसीयसली रियलाइज कर अचेतन भितर सचेतन भाव में भगवान ये मैनिफेस्टेशन हेबे केमती हेबे भगवान तो खाली चार मैनिफेस्टेशन हेबनी आम जो मैंने अच्छु आमको भगवान रे परिणत होगा हम भगवान रे परिणत होगा भगवान को सहित जोड़ी होगा हम से 3टा काम है नंबर 1 यूनाइट विथ द डिवाइन एंड आइडेंटिफाई विथ द डिवाइन भगवान को सहित एकात्म होगा भगवान को तो सहित जोड़ी होगा नंबर 2 बिकम द डिवाइन भगवान रे परिणत होगा नंबर 3 consciously manifest the divine in the earthly consciousness पार्थिव चेतना भितर भगवान को मैनिफेस्ट कर ताहले भगवान परफेक्शन हेबे परफेक्शन होबा पई तांग लीला भगवान को लीला होची निज विस्तार करबा केमती करि पारि भगवान को जानि छी भगवान को देखि छी भगवान कोठी अछन से विषय रे मोर धारणा अछि केमी तांग सहित जोड़ी हेबी फर्स्ट आई हैव टू फेथ ऑन द डिवाइन भगवान को ऊपर मोर निष्ठा रहा दरकार विश्वास रहा दरकार ए विश्वास मत भगवान बोली जन अच्छा
ଯେ କିଏ କାର୍ଯ୍ୟ କରୁଛନ୍ତି ମୁଁ ପାଦେ ଆଗକୁ ଯାଇପାରିବି ନାହିଁ। ତାପରେ ଆସ୍ପେୟାର ସରେଣ୍ଡର ଅମକ ସମକ ଯାହା ଯେତେ ଆସିବ ଫାଷ୍ଟ ଆଇ ହାଭ୍ ଟୁ ଫେଥ୍ ବିଶ୍ୱାସ ରଖିବି। ତାପରେ ତାଙ୍କୁ ପାଇବା ପାଇଁ ଆସ୍ପାୟାର କରିବି। ସରେଣ୍ଡର କରିବି କେମିତି ସରେଣ୍ଡର କରିବି? ତାଙ୍କୁ ଆବିଷ୍କାର କଲେ ତ ସରେଣ୍ଡର କରିବି ତାଙ୍କ ପାଖରେ। ଫାଇଣ୍ଡ ଦ ଡିଭାଇନ୍ ବା କଣ୍ଟାକ୍ଟ ଦ ଡିଭାଇନ୍। ଡିଭାଇନ୍ କୋଉଠି ଅଛନ୍ତି? ମା କହୁଛନ୍ତି ଭଗବାନ ତାଙ୍କ ସୃଷ୍ଟିର କେନ୍ଦ୍ରରେ ଅଛନ୍ତି। ତାଙ୍କ ସୃଷ୍ଟି କିଏ? ତାଙ୍କ ସୃଷ୍ଟି ମୁଁ, ମୋ କେନ୍ଦ୍ରରେ ଅଛନ୍ତି। ତାଙ୍କ ସୃଷ୍ଟି ପୃଥିବୀ, ତାର କେନ୍ଦ୍ରରେ ଅଛନ୍ତି। ତାର କେନ୍ଦ୍ର ନିଶ୍ଚେତନା ଭିତରେ ବି ଅଛନ୍ତି। ଧୀରେ ଧୀରେ ନିଶ୍ଚେତନା ଭିତରୁ ସେ ଜାଗ୍ରତ ହେଉଛନ୍ତି। ଦ୍ୟାଟ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଇଭଲ୍ୟୁସନ୍। ମୋ ଭିତରୁ ସେ ବାହାରକୁ ଆସୁଛନ୍ତି। ଦ୍ୟାଟ୍ ଇଜ୍ ଦ ସାଇକାସାଇଜେସନ୍। ମୋ ହୃଦୟ ଭିତରେ ଭଗବାନ ଅଛନ୍ତି। ମୁଁ ଜାଣିଛି ଏକଥା। କେବେ ଖୋଜିବାକୁ ଚେଷ୍ଟା କରିନି, କେବେ ତା ଭିତରେ ତାଙ୍କୁ ଯୋଡ଼ି ହେବା ପାଇଁ ପ୍ରୟାସ କରିନି। ସେ ହେଉଛନ୍ତି ମୋର ଚୈତ୍ୟ। ମା କହୁଛନ୍ତି ମୁଁ ତ ହୃଦୟ କନ୍ଦରେ ଅବସ୍ଥାନ କରୁଛି, ମୁଁ ତା ଭିତରେ ଅଛି। ବିହାଇଣ୍ଡ ୟୋର ସାଇକିକ୍, ସାଇକିକ୍ର ପଶ୍ଚାତ ଭାଗରେ ମୁଁ ଅଛି ଏବଂ କ୍ରିୟାଶୀଳ ଅଛି। ଯେହେତୁ ତୁ ଯୋଡ଼ି ହେଇପାରୁନୁ ତାକୁ ଜାଣିପାରୁନୁ। ତାହେଲେ ମୋତେ ବିଶ୍ୱାସ କରିବାକୁ ହବ, ଆସ୍ପେୟାର କରିବାକୁ ହବ ଏବଂ ତାଙ୍କ ସହିତ ତାଙ୍କୁ ଖୋଜି ବାହାର କରିବାକୁ ପଡ଼ିବ। ତାଙ୍କ ସହିତ ଯୋଡ଼ି ହେବାକୁ ପଡ଼ିବ। ମୋରି ଭିତରେ ସେ ଅଛନ୍ତି। ଦିସ୍ ଇଜ୍ ଦ ୱାର୍କ ଅଫ୍ ଦ ଡିଭାଇନ୍। ମୋତେ ସେ କାମ କରିବା ପାଇଁ, ଭଗବାନଙ୍କୁ ଖୋଜି ବାହାର କରିବା ପାଇଁ, ତାଙ୍କ ସହିତ ୟୁନାଇଟ୍ ହେବା ପାଇଁ, ବିକମ୍ ଦି ଡିଭାଇନ୍, ଭଗବାନ ହେବା ପାଇଁ ଏବଂ ଭଗବାନଙ୍କୁ ମ୍ୟାନିଫେଷ୍ଟ କରିବା ପାଇଁ ଅଛି। ସେଥିପାଇଁ ମୋତେ କାମ ଦିଆହେଇଛି। ମା ସେଥିପାଇଁ କହିଲେ ଜନ୍ମଦିନରେ ୟୁ ହାଭ୍ ଟୁ ଫାଇଣ୍ଡ ଆଉଟ୍ ଦ ରିଏଲ୍ ପର୍ପଜ୍ ଅଫ୍ ଦ ଲାଇଫ୍। ଜୀବନର ବାସ୍ତବ ଉଦ୍ଦେଶ୍ୟକୁ ତୁମେ ଜାଣିବ। ମୁଁ ଭଗବାନ ହେଇପାରିବି? ଆପଣ ଚିନ୍ତା କରିପାରୁଛନ୍ତି ତୁମେ ଭଗବାନ ହେଇପାରିବେ ବୋଲି? ତମେ ଭଗବାନ ହେଇପାରିବ? ସାବିତ୍ରୀରେ ଗୋଟେ କଥା କହୁଛନ୍ତି ଶ୍ରୀ ଅରବିନ୍ଦ, ହେଇପାରିବ। କାହିଁକି ହେଇପାରିବନି? ଆପଣ କାଠୁ ଜନ୍ମ ହେଲେ? କାଠୁ ଜନ୍ମ ହେଲେ? ଆପଣ କିଏ ଜନ୍ମ କଲେ? ଭଗବାନ ସୃଷ୍ଟି କଲେ ତ? ଯିଏ ଯାହାକୁ ସୃଷ୍ଟି କରୁଛି ସିଏ ସେଇଭଳିଆ ହବନି? ଗୋଟେ ବିରାଟ ଋଣ ଆମର ତାଙ୍କ ଭିତରେ ଅଛି। ସିଏ ମୁଁ ହେବି ଏବଂ ସିଏ ବି ମୋ କାମ କରିବେ ଏବଂ ମୁଁ ତାଙ୍କ କାମ କରିବି। କ'ଣ ସେଇଟା? ସାବିତ୍ରୀରେ କହୁଛନ୍ତି ଦ ମ୍ୟୁଚୁଆଲ ଡେବିଟ୍ ବାଇଣ୍ଡସ୍ ମ୍ୟାନ୍ ଟୁ ଦ ସୁପ୍ରିମ୍। ମଣିଷକୁ ଭଗବାନଙ୍କ ସହିତ କ'ଣ ଗୋଟେ ପାରସ୍ପରିକ ଋଣ ବାନ୍ଧିକି ରଖିଛି। ଋଣ କ'ଣ? ଭଗବାନଙ୍କଠୁ ଋଣ ମୁଁ ନେଇଛି, ମୋଠୁ ଭଗବାନ ବି ଋଣ ନେଇଛନ୍ତି। ହିଜ୍ ନେଚର ୱି ମଷ୍ଟ ପୁଟ୍ ଅନ୍ ଆଜ୍ ହି ପୁଟ୍ ଆୱାର୍ସ। ତାଙ୍କ ପ୍ରକୃତି ମୋ ଭିତରେ ଅଛି। ପ୍ରତ୍ୟେକ ମଣିଷ ଭିତରେ ଦେବତ୍ୱ ହେବାର ସାମର୍ଥ୍ୟ ଅଛି। ସେଟା ହେଉଛି ତାଙ୍କ ପ୍ରକୃତି। ମୋ ପ୍ରକୃତିକୁ ବି ସିଏ ଧରିକି ରଖିଛନ୍ତି। ଭଗବାନ ମୋ ପ୍ରକୃତିକୁ ମଧ୍ୟ ବିସ୍ତାର କରି କାର୍ଯ୍ୟ କରୁଛନ୍ତି। We are sons of God and must be even as he। ଆମେ ହେଉଛୁ ଭଗବାନଙ୍କର ସନ୍ତାନ। ପଶୁର ସନ୍ତାନ କ'ଣ ହବ? ମଣିଷ ସନ୍ତାନ? ମଣିଷ ହବ ତ? ଭଗବାନଙ୍କ ସନ୍ତାନ କ'ଣ ହବ? ମୁଁ ଏବେ ଭାବୁଛି ତ ମୋ ଭିତରେ ଭଗବାନ ଅଛନ୍ତି, ମୁଁ ଭଗବାନଙ୍କ ଠାରୁ ଜନ୍ମ ହେଇଛି। ଯେବେ ମୁଁ ଏ ଅନୁଭବ କରିବି ସେବେ ମୁଁ ଭଗବାନ ହେଇଯିବି।
ଶ୍ରୀ ଅରବିନ୍ଦଙ୍କୁ ପଚରାଗଲା, ମାଙ୍କୁ ବି ପଚରାଇଥିଲା, ମା ଆପଣ କ'ଣ ଡିଭାଇନ୍? ମନ୍ନା ସରକାର ପଚାରୁଛନ୍ତି। ମା କହିଲା କଥା ଯାହାକୁ ପଚାରିଲେ ହେବ, ସମସ୍ତେ ତ ଡିଭାଇନ୍। ନା 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 ଆପଣ କୁହନ୍ତୁ ଡିଭାଇନ୍ କି ନାହିଁ। ମା କହିଲା ହଁ ମୁଁ ଡିଭାଇନ୍। ନା ଲେଖନ୍ତୁ ସେଠି। ସୁପ୍ରିମ ପୁସ୍ତକରେ ଲେଖା ହେଇଛି, ମା ଲେଖିଛନ୍ତି ମୁଁ ଡିଭାଇନ୍। ଆକୁ ଅନୁଭବ କରିପାରିଲେ ଆପଣ ବି ଡିଭାଇନ୍ ହେଇପାରିବେ। ଇଭିନିଂ ଟକ୍ସରେ ଏ ବି ପୁରାଣୀ ପଚାରୁଛନ୍ତି, ନିରୋଧ ବରଣ ବି ପଚାରୁଛନ୍ତି ବୁଲେଇ ମୁକେଇକିରି ଶ୍ରୀ ଅରବିନ୍ଦଙ୍କୁ, ଅମୁକ ଲୋକ ଡିଭାଇନ୍ ହେଇପାରିବ? ହେଇପାରିବ। ନା ସେ ଲୋକ ଡିଭାଇନ୍ ହେଇପାରିବ? ହେଇପାରିବ। ଆପଣ କ'ଣ ଡିଭାଇନ୍, ସୁପ୍ରିମ ଡିଭାଇନ୍? ନା ସେ କଥା ମୋତେ କାହିଁ ପଚାରୁଛ? ତମେ ତ କହିପାରିବ ଯେକୌଣସି ଲୋକ ସୁପ୍ରିମ ଡିଭାଇନ୍ ହେଇପାରିବ। ଚେତନାର ସ୍ତରକୁ ସେତିକି ଅନୁଭବ କଲେ ଜଣେ ହିଜ୍ ହ୍ୟୁମ୍ୟାନ୍ ପର୍ସନ୍ ୱି ମଷ୍ଟ ଗ୍ରୋ ଡିଭାଇନ୍। ଆମେ ହେଉଛୁ ଭଗବାନଙ୍କର ମାନବୀୟ ଅଂଶ। କାହିଁକି? ଟୁ ଗ୍ରୋ ଡିଭାଇନ୍। ଆମେ ଭଗବାନ ହବୁ ବୋଲି ଆମକୁ ମଣିଷରେ ରଖାହେଇଛି। ମନେ ରଖନ୍ତୁ, ନହେଲେ କ'ଣ ହେଇଥାନ୍ତା? ମଣିଷ ହବା ପାଇଁ କାହାକୁ ରଖାଗଲା? ଟୁ ଗ୍ରୋ ଡିଭାଇନ୍ ହେଇଛି, ହ୍ୟୁମାନ ହବ। ଟୁ ଗ୍ରୋ ହ୍ୟୁମାନ କିଏ ହବ? ଆନିମଲ ହବ ତ? ବାସ୍। ଆମେ ହେଉଛୁ ଭଗବାନଙ୍କର ମାନବୀୟ ଅଂଶ। ଆମେ ଆଗକୁ ବଢ଼ିବା। ତେଣୁ ପୃଥିବୀ ଏ ଯେଉଁ ସୃଷ୍ଟି ହେଇଛି, এটা ଗୋଟେ ଅଚାନକ ସୃଷ୍ଟି ହେଇନି। This world is not a choice. It is a thinking and thought. এটা ଗୋଟେ ଚୟନ ନୁହଁ, ଚିନ୍ତନ। ଏମିତି ଗୋଟେ ହବ ହେଇଯାଇନି ପୃଥିବୀ, ଚିନ୍ତା କରିବାକୁ ସୃଷ୍ଟି କରାଯାଇଛି, ପ୍ଲାନିଂ ୱେରେ। ସେଥିପାଇଁ ଶ୍ରୀ ଅରବିନ୍ଦ କହିଲେ ରାଣ୍ଡମ୍ ବ୍ରିକ୍ସରେ ପୃଥିବୀ ଗଢ଼ା ହେଇନି, ମନ ଇଚ୍ଛା ଆଡ଼ୁ ଛାଡ଼ୁ ଇଟା ଆଣି ଯୋଡ଼ି କରିଦିଆହେଇନି। ଆକୁ ଗୋଟେ ଯୋଜନାବଦ୍ଧ ଭାବେ କରାହେଇଛି। ଯନ୍ତ୍ରଣା ଅଛି ତ ଏଠି ଆବଶ୍ୟକ ଅଛି, ଯେଉଁଠି ଆନନ୍ଦ ଦିଆହେଇଛି ସେଠି ଆନନ୍ଦର ଆବଶ୍ୟକତା ଅଛି। ଯାହା ଯେଉଁଠି ଦରକାର, ଯେଉଁଠି ଝରକା ଦରକାର, ଯେଉଁଠି ଡୋର ଦରକାର, ଯେଉଁଠି ଆଲୋକ ଦରକାର, ଯେଉଁଠି ପବନ ଆସିବା ପାଇଁ ବାଟ ଦରକାର, ସେଭଳି ପ୍ରସ୍ତୁତ କରାହେଇଛି, ତିଆରି ହେଇନି ସେମିତି ଆବଶ୍ୟକ। ତେଣୁ ଜନ୍ମଦିନରେ ଆମକୁ ସଚେତ ହେବାକୁ ପଡ଼ିବ। ମା କହୁଛନ୍ତି ଏଇ ଦିନ ଯଦି ତମର ଟିକେ ସାମାନ୍ୟତମ ଓପନନେସ୍ ରହେ, ଓପନିଂସ୍ ରହେ, ତୁମେ ଯଦି ସାମାନ୍ୟ ଟିକେ ଉନ୍ମୂଳନ ହୁଅ, ତୁମର ଗ୍ରହଣଶୀଳତା ବଢ଼ିଯାଏ। ଗ୍ରହଣଶୀଳତା କ'ଣ? କାପାସିଟି ଟୁ ରିସିଭ୍ ଭାବୁଥିବ। ପୂର୍ଣ୍ଣ ଯୋଗରେ ଯେଉଁ ଶବ୍ଦ ଗୁଡ଼ାକ ବ୍ୟବହାର କରାଯାଏ, ବ୍ୟବହାରିକ ଶବ୍ଦଠୁ ତାର ଠିକ୍ ଓଲଟାଟା। ମା କହୁଛନ୍ତି ରିସେପ୍ଟିଭିଟି ଇଜ୍ ଦ ପ୍ରପୋର୍ସନେଟ୍ ଟୁ ସେଲ୍ଫ ଗିଭିଂ। ତମେ କେତେ ଦେଲ ସେଇ ଅନୁପାତରେ ତମର ଗ୍ରହଣଶୀଳତା ଆନୁପାତିକ ହାରରେ ବଢ଼ିବ। ଆମେ ରିସେପ୍ଟିଭିଟି ବୋଇଲେ କ'ଣ? ମାଗିବାକୁ ବୁଝୁ। ପ୍ରତ୍ୟେକ ସ୍ତରରେ ରିସେପ୍ଟିଭିଟି ଅଛି। ସାଇକିକ୍ ରିସେପ୍ଟିଭିଟି ଅଛି, ମେଣ୍ଟାଲ ରିସେପ୍ଟିଭିଟି ଅଛି, ଭାଇଟାଲ ରିସେପ୍ଟିଭିଟି ଅଛି, ଫିଜିକାଲ ରିସେପ୍ଟିଭିଟି ଅଛି। ଆବଶ୍ୟକତା ଅନୁସାରେ ଗ୍ରହଣ କରିପାରିବା। ଡିଭାଇନ୍ ୱିଲ୍କୁ କାର୍ଯ୍ୟକାରୀ କରିବା ପାଇଁ, ଡିଭାଇନ୍ଙ୍କ ଚେତନାରେ ବଞ୍ଚିବା ପାଇଁ ଆମେ କିଭଳି ଭାବରେ ପ୍ରସ୍ତୁତ ହେଉଛୁ, ତାହା ଅନୁସାରେ ଆମେ ଚେଷ୍ଟା କରୁ। ତ ମା କହିଲେ ରିସେପ୍ଟିଭିଟି ଦ କ୍ୟାପାବିଲିଟି ବା କାପାସିଟି ଅଫ୍ ଆଡମିଟିଂ ଆଣ୍ଡ ରିଟେନିଂ ଦ ଡିଭାଇନ୍ ୱାର୍କିଂସ୍। ଆପଣଙ୍କ ଭିତରେ ଭଗବାନ କାମ କରିବେ, ମା କାମ କରିବେ।
ମା କାମ କରୁଛନ୍ତି ବୋଲି ସ୍ୱୀକାର କରିବା ଏବଂ ତାକୁ ଧାରଣ କରିବାର କ୍ଷମତା ହେଉଛି ରିସେପ୍ଟିଭିଟି। ମାଙ୍କୁ ଜଣେ କହିଲେ, ମା ଆପଣ ମତେ କିଛି ଦଉନାହାନ୍ତି, ଅନ୍ୟମାନଙ୍କୁ ଅଧିକ ଭାବରେ ଦିବ୍ୟ କୃପା ଦଉଛନ୍ତି। ମା କହିଲେ, ମୁଁ ସମସ୍ତଙ୍କୁ ସମାନ ଭାବରେ ଦିଏ। ଆଉ ଗୋଟେ କଥା, ସମସ୍ତଙ୍କର ଆବଶ୍ୟକତା ଅନୁସାରେ ଦିଏ। ସମାନ ଭାବରେ ଦିଏ, ଆବଶ୍ୟକତା ଅନୁସାରେ ଦିଏ। ମୋ ଭିତରେ କେହି ବଡ଼ ସାନ ନାହାନ୍ତି, ଆକୁ ଅଧିକା ଦେବି, ଇଏ ଗୋଟେ ଡିଗ୍ନିଟାରୀ ପୋଷ୍ଟରେ ଅଛି, ଇଏ ଜଣେ ସାଧାରଣ ଲୋକ, ଆକୁ କମ୍ ଦେବି, ଏମିତି ନାହିଁ। ମୋ ପାଇଁ ସମସ୍ତେ ସମାନ, ତାର ଆବଶ୍ୟକତା ଅନୁସାରେ ମୁଁ ଦିଏ। ଦେର୍ ଇଜ୍ ଏ କଣ୍ଡିସନ। ୱାର୍କଆଉଟ କେମିତି ହବ? ଆକର୍ଡିଂ ଟୁ ରିସେପ୍ଟିଭିଟି, ତାର ଗ୍ରହଣଶୀଳତା ଅନୁସାରେ ତା କାର୍ଯ୍ୟକାରୀ ହବ। ତେଣୁ ମାଙ୍କର ଦବା ଉପରେ ନାହିଁ କିମ୍ବା ଆପଣ ପ୍ରାପ୍ତି ଉପରେ ନାହିଁ, ଆପଣ ଗ୍ରହଣ କରିବାର କ୍ଷମତା ଉପରେ ତାର ଅଛି। ମୋ ଭିତରେ ରିସେପ୍ଟିଭିଟି ହେଲା, ମୁଁ କେମିତି ଜାଣିବି? ମା କହୁଛନ୍ତି ଦିଟା କଥା। ପ୍ରଥମ ହଉଛି ତମେ ଯେତେବେଳେ ଜାଣିବ, ତମେ ଯେତେବେଳେ ଅନୁଭବ କରିବ, ତମେ ସବୁ କିଛି ଦବାକୁ ପ୍ରସ୍ତୁତ। ହ୍ୱାଟ ୟୁ ଆର୍, ହ୍ୱାଟ ୟୁ ହାଭ୍, ହ୍ୱାଟ ୟୁ ଡୁ। ପ୍ରକୃତରେ ମା ୱାନ୍ ୟୁଜ୍ କରିଛନ୍ତି, ହ୍ୱାଟ ୱାନ୍ ହାଜ୍, ହ୍ୱାଟ ୱାନ୍ ଇଜ୍, ହ୍ୱାଟ ୱାନ୍ ଡଜ୍। ମୁଁ ନିଜେ କ'ଣ, ମୋର କ'ଣ ଅଛି ଏବଂ ମୁଁ କ'ଣ କରୁଛି, ଏ ସବୁକୁ ଯଦି ଦେଇଦେବା ପାଇଁ ତମେ ରାଜି, ଫାର୍ଷ୍ଟ କଣ୍ଡିସନ। ସେକେଣ୍ଡ କଣ୍ଡିସନ, ଭଗବାନଙ୍କ କାମ କରିବାରେ ଯଦି ତମେ ଆନନ୍ଦ ପାଉଥାଅ, ତାହେଲେ ଜାଣିବ ତମର ଗ୍ରହଣଶୀଳତା ବଢିଲା। ଦିଟା କାମ, ଭଗବାନଙ୍କ କାର୍ଯ୍ୟ କରିବାରେ ଆନନ୍ଦ, ଜୟ ଇନ୍ ଦ ଡିଭାଇନ୍ସ ୱାର୍କ, ଆଉଟା ହଉଛି ସେଲ୍ଫ ଗିଭିଂ, ଆତ୍ମଦାନ। ଯାହା ଅଛି ତାକୁ ଦେଇ ଦଉଥିବ, ତାହେଲେ ତମେ ବୃଦ୍ଧି ପାଇବ। ନିଜ ଭିତରେ ରିସେପ୍ଟିଭିଟି ବା ଗ୍ରହଣଶୀଳତା ବଢୁଛି, ଅର୍ଥାତ୍ ତମେ ଅନ୍ୟକୁ ଦେଇଦେବା ପାଇଁ ତମ ଭିତରେ ଅର୍ଜ ଆସିବ। ଆମେ ଭଗବାନଙ୍କ କାର୍ଯ୍ୟକୁ ଛାଡ଼ି ଆଉ ସବୁ କାମ କରୁ। ଦୈନନ୍ଦିନ ଜୀବନରେ ଆମେ ଭଗବାନଙ୍କ କାମକୁ ଛାଡ଼ିକିରି ହିଁ ଅନ୍ୟ କାମ ସବୁ କରୁ। ଆପଣ ଦୈନିକ ଘଣ୍ଟାଏ ଲେଖା ଭଗବାନଙ୍କ ପୂଜା କରିବା ପାଇଁ ରଖିଛନ୍ତି, ବିଭିନ୍ନ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ପଢୁଛନ୍ତି। ଆପଣ ଏବେ ଗୋଟେ କାମ କ'ଣ ପଡ଼ିବ ଯେ ଯୋଉ କାମ କରୁଥିଲେ ଗୋଟେ ଏକ୍ସଟ୍ରା ୱାର୍କ ଆସି ପଡ଼ିଲା। ସ୍କୁଲର ଖେଳ ପିରିୟଡ଼ ଭଳିଆ ସେ ଭଗବାନଙ୍କ ପୂଜାଟାକୁ କମେଇ ଦେବାକୁ ପଡ଼ିବ, ହଁ କି ନାହିଁ? ସକାଳୁ ଯିବାକୁ ପଡ଼ିବ, ମୋତେ ସକାଳ 7ଟାରେ ଯିବାକୁ ପଡ଼ିବ। ମୁଁ 7ଟାରେ ପୂଜା କରୁଥିଲି, ମୋତେ ସକାଳୁ 7ଟାରେ କୁଆଡ଼େ ଯିବାର ଅଛି, ଦେଖିବା ଏଟା ବନ୍ଦ କରିଦେବା, ସନ୍ଧ୍ୟାକୁ ଆସି କରିବା। ଏଟା ବନ୍ଦ କରିହେବନି, ଠାକୁରଙ୍କ କାମଟା ବନ୍ଦ କରିଦେଲେ ଚଳିବ, ତାକୁ ବନ୍ଦ କରିବା। ତେଣୁ ରିସେପ୍ଟିଭିଟି ବଢ଼ାଇବାକୁ ହେଲେ ମୋତେ ଭଗବାନଙ୍କ କାମରେ ଆନନ୍ଦ ପାଇବାକୁ ହେବ। ନିଜସ୍ୱ କାର୍ଯ୍ୟ ପରିବର୍ତ୍ତେ କାମ କରିବାକୁ ହେବ। ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ଦିନରେ ଆମେ ଡିଭାଇନଙ୍କ ୱାର୍କ ପ୍ରତି ଅନୁଗତ ରହିବା। ତାକୁ ଯଦି ଆମେ କାର୍ଯ୍ୟକାରୀ କରିପାରିବା, ତାହେଲେ ଆମେ ଭଗବାନଙ୍କର ନିକଟବର୍ତ୍ତୀ ହେବାର ସୌଭାଗ୍ୟ ଲାଭ କରିବା। ଜନ୍ମଦିନ ଜଣଙ୍କର ଆଉ ଥରେ ମନେ ରଖିବାଟି ଗୁରୁତ୍ୱପୂର୍ଣ୍ଣ। ମନକୁ ନୀରବ ରଖି ମାଙ୍କ ଆଡ଼କୁ ଖୋଲି ଧରିବା ଦରକାର। ସ୍ଥିର ଚିତ୍ତରେ ଦିନଟିକୁ ଉପଯୋଗ କରିବା ଦରକାର। ଏହା ଉପଭୋଗ ନୁହଁ, ଉପଯୋଗର ଦିନ, ନଟ୍ ଏନ୍ଜୟମେଣ୍ଟ ବଟ୍ ୟୁଟିଲିଟି। ସେ ଦିନଟିକୁ ଆମେ ସଚେତ ଭାବରେ ମାଙ୍କ ପାଇଁ ସଂରକ୍ଷିତ ରଖିବା ଏବଂ କାର୍ଯ୍ୟ କରିବା।
ମୁଁ ଆଉ ଥରେ ପୁଣି ସମସ୍ତଙ୍କ ତରଫରୁ ଅରୂପର ପ୍ରଗତି ଅଗ୍ରଗତି କାମନା କରୁଛି। ଜୀବନରେ ଅଗ୍ରଗତି କରିବା ପାଇଁ ମା ତାକୁ ଦିବ୍ୟ କୃପା ଢାଳି ଦିଅନ୍ତୁ। ଏହି କାମନା ସହିତ ମୋର ବକ୍ତବ୍ୟ ରଖୁଛି। ବନ୍ଦେ ମାତରମ୍। ପ୍ରଣାମ। Pranam at the lotus feet of the Divine Mother. Pranam Ma, Param Prabhu Sri Aurobindo, उपस्थित समस्त मातृ सन्तान, अरूपरा जी जन्मदिन, बॉनफेथ भाई अरुण, मो तरफ गोटे छोटिया मेसेज तापाई, लेट द बर्थडे be the birth of a new consciousness. ये जन्मदिन टी ताप एक चेतनार नवजन्म हो माँ को चेतनार से गढ़ी उठू माँ कर योग्य पिला हो उठू तेरे भाईकर कथा सुनला परे अपना निश्चित भाव किसी बुझीपारे माँ श्रीर जोग और माँ को भल पाइबा ये सब कथा जेहेतु आज दिवसटा हूँ कृपार दिवस कृपाटा कौन बिना कंडीशन काम कर सस्तार गोटे दुकान बिक्री हो कृपा पुड़िया गोटे दल कि कृपा पुड़िया बिक्री हो माँ दौरान दुकान मानक कि सेटा नुह जेहेतु आज दिवसटी हूँ कृपार दिवस कृपा को शर्त काम करे आमे कौन करुचे ताकू टिके जीवन सहित कंपेयर करे कारण कौन श्री अरविंद गोटे वाक्य लाइफ वाज ए मार्वेलस जर्नी ऑफ द स्पिरिट कौन कहली लाइफ was a marvelous journey of the spirit. जीवन होची आत्मार व चेतनार एक चमत्कारी यात्रा पथ तेणु ये जो लाइफ टी हूँ गोटे मोमेंट बाटरे केते 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 कथा अच्छे ट्रेन ले जाऊँ बाटरे कौन किसी कथा पड़ूनी केते पुल पड़ो केते झरणा पड़ो केते नदी पड़ो जो जो जगह दे ट्रेन जाऊँची से अंचल अनुभूति को आमे ट्रेन भितर बसिकी एंजॉय करछे ट्रेन जब गोटे जगह थी बढ़िया एसी फेसी लगे देथिबा डेकोरेट कर देथिबा सोफा आपा पके देथिबा आ भल बेड पत्र पके देथिबा इंजिन सहित तार कनेक्शन नथिबो पणजी जाई पारे तो ना से भुवनेश्वर स्टेशन थिबा हैं टिके समस्त मोबाइल को साइलेंट रखिए जो अल्प समय आलोचना करी खूब गुरुत्वपूर्ण कथा कहबी टिके मोबाइल की समस्त साइलेंट कर दे काइंडली मु ट्रेन भितर बसी जाइए एसी गाड़ी भीतर डबा भितर बस जाइए पूरा डेकोरेट हो इंजिन से तो तार कनेक्शन नाई ताले डबाटा भुवनेश्वर स्टेशन जाई परिबो तो बढ़िया कंफर्टेबल डबाटे बसी से घरे भी एमती कंफर्ट नथिबो सेठी बढ़िया कंफर्ट अच्छे पहुंचे जाइए तो जाइए कहीं ताकू जो इंजिन टाणिबा दरकार तार कनेक्शन ता सहित नहीं आमर जीवन को जे टाणिकी नब कनेक्शन ता सहित होती तो किए पचारे आमर जो जीवनटा जदि गोटे डबा होची ताकू जने के टाणिबो से टाणिबे किए माँ टाणी कनेक्ट होती सी आमको टाणिकी नेबे तेणु ये जो कनेक्शन रो दिवस होची आज है जो कनेक्शन दिवस होती आज बहुत गुरुत्वपूर्ण आज आमर सोल डिवाइन सहित परमात्मा सहित कनेक्ट हम परमात्मा आज भाई दिन में आस आम पाख अन्य दिन में मुंड बाड़े देली भी हेनी जीवन छाड़देले भी हो पार
जन्मदिन रे विदाउट इंटिमेशन ले विदाउट इनविटेशन ले परमासी क्या पाखे पहुंचे कि अन्य दिन रे राति 3 उठी जप करी तप करी एक्सरसाइज करी विभिन्न प्रकार हठ जोग राजयोग ज्ञान जोग भक्ति जोग कर्म जोग कौन कौन करी नाम जप करी नयांत हेई दिन तमाम शेष रात्रि बिछण जा पर्यटन कह जो साधनार मार्ग आम जहाँ जानी आम दृष्टि जीवन चली जाऊँ पछे परमात्मा सहित साक्षात ए लाइफ भीतर हो किंतु बर्थडे रे परमात्मा आम पाक आसे इंटिमेट करनु इनवाइट भी करनु तापर भी से आमर से कम कौन आम सचेतन रहा केत आस कौन आमको दौरान ताकू केमती रिसीव करी जड़े प्रभु श्रीरामचंद्र आसे बोली व्यग्रतार भावर सहित फूल सजे चलती आसिले तापर दिन फूल सजे चलला आसिले तापर दिन फूल सजे चलला आसिले ये जो फूल सजेबार जो आनंद नहीं चलला प्रभु श्रीराम को बाध्य करने पड़ला बाध्य करेला केमिति तारे जो भाव तारे जो आनंद भाव जे सजे प्रभु श्रीराम को दिन बाध्य करेला आसिले से भाया आमे को प्रकार प्रस्तुति भितर अच्छु परमात्मा आज भाई दिन आसवे को मोमेंट आसवे हाँ बोधे मोर जन्मटा हूँ 6:22 मुझे 6:15 बेलू टे आलर्ट रहीगला हम है 6:22 माने 15 मिनट आगुरी 15 मिनट पर आम सब करनु यहाँ हूँ आम ब्रेन थट्स आमर ये जो 6:15 धर 6:22 मुझे जन्म हो 6:15 आलर्ट रही पुणी तार आउ 7-8 मिनट पर एमती मझी पीरियडटा ठीक मो जन्म मोमेंट रखा हम कार चिंताधारा एटा माइंड रो चिंताधारा है कारण आम क्या गुरुत्व देचु फिजिकल बार्थ लगू कारण से मोमेंट रे भूपृष्ठ आम स्थान पाइछु तापर ज्योतिष को पचारचु अच्छा ये मोमेंट रे कौन कौन सब होता मोर जातक बनईदेल कौन नहीं जातक गणना करी कला तार ए वर्ष रे या हबो तार से वर्ष रे से हबो तार से वर्ष रे से हबो सब माने आश्रम जो साधक ताको जने पामिस्ट देखी कहले भारी परफेक्ट कहती से कहे तमर 40 वर्ष रे पाणले बुड़ी मर छानिया आमको यदि कह 40 वर्ष रे पाणले बुड़ी मर हार्ट बीटा के बढ़िया आरंभ हम कौन तो केबेठू है 40 वर्ष 39 है हार्ट बीटा धड़ धाड़ हो नहीं बीपी यदि मपा हम बालांस रोन डेथ हम ना कही कौन कौन हो याकर सेमती हवा आरंभ है माँ कहले माँ पुणी गोटे गुरुत्वपूर्ण दायित्व भितर डायरेक्टर कर रखिंट माँ को कहले माँ मत जन पामिस्ट भल एस्ट्रोलोजर सी देखी कही 40 वर्ष मोर गोटे डेथ जोग अच्छी पाले बुड़ी की मरिया जोग अच्छी कहना कही भूल कही तो माँ भी से कथा कहीदे हाँ कही भूल तो कही तापर हार्ट बीट कमी पड़ो सी तो जहाँ कही बर्तमान माँ भी कहले बुझे तेरे मो मरियाटा निश्चित ताल माँ कौन करिया माँ कहले तुम क्या पाखे अच ना माँ मु तुम पाखे अच्छी आज मो पाखे अच डरछ कहीं जिते मो पाखे अच डरछ कहीं 40 वर्ष कोमती पलि गला किसी भी है पार गला पर कहले कौन है से आसीला टाइम रे तार पलैला कहीं गलानी गछरे पाचिला ए आंबटा ता टाइम खस पड़ो
ଯଦି ମଝିରେ ମା ହାତଟା ଦେଖେଇ ଦେଇଥିବେ କୋଉଠି ଖସିବୁ ତଳେ ପଡ଼ିବ ଠିକ ସେଇଭଳି ତାର ଡିସାଇଡ୍ ହେଇଛି ହେଲା ଏଇ ସମୟରେ ଏଇଟା ହବ ମା କଣ କଲେ ପ୍ରୋଟେକ୍ସନ ହାତ ଦେଇଦେଲେ ତା ତଳେ ସେ ସୁରକ୍ଷିତ ହେଇଗଲା କି ନାଇଁ ତେଣୁ ଏଇ ଯୋଉ ଗ୍ରହ ମାନଙ୍କ ଚଳନର ଯୋଉ ଗତିପଥକୁ ଯେ ଚେଞ୍ଜ କରିପାରିବେ ସେ କିଏ ଡିଭାଇନ୍ ମଦର ବିଶ୍ୱାସ ଅଛି ବିଶ୍ୱାସ ଅଛି ଜାତକ ଜମା ଦେଖାଉନଥିବା ଗଣନା କରିକି ବାହାଘର କରୁନଥିବା ମେଳ ଖାଉଛି ନା ନାଇଁ ରାଜଟକ ପଡ଼ିଛି ନା ନାଇଁ କୁହ ଯଦି କ'ଣ ଗୋଟେ ହେଲା ଅଡ଼ୁଆ ହେଇଯିବ ଘରଟେ କରୁଛି ଦେଖିଆ ଦେଖେଇଲ ବାସ୍ତୁ ଦୋଷ ଅଛି କି ନାହିଁ ହେଲା କ'ଣ ମାଙ୍କଠୁ ଏଇ ଗ୍ରହ ନକ୍ଷତ୍ର ମାନଙ୍କର ପାୱାରଟା ଅଧିକ କେବେ ନୁହଁ ଶ୍ରୀ ଅରବିନ୍ଦଙ୍କର ଜାତକ ଯିଏ ବନେଇଲେ 2 ଘଣ୍ଟା ପାଇଁ ଫେଣ୍ଟ ହେଇଗଲେ କ'ଣ ପାଇଁ 2 ଘଣ୍ଟା ପାଇଁ କାହିଁ ଫେଣ୍ଟ ହେଲେ କ'ଣ ନାଁରେ ୟାଙ୍କୁ ଦିଆଯିବ ମଣିଷ କୁହାଯିବ ନା ଦେବତା କୁହାଯିବ ନା ସୁପରମ୍ୟାନ କୁହାଯିବ ନା ଗଡ୍ କୁହାଯିବ ନା ଡିଭାଇନ୍ କୁହାଯିବ କ'ଣ କୁହାଯିବ ୟାଙ୍କର ତ ସବୁ ପ୍ରକାର ସମ୍ଭାବନା ଗୁଡ଼ାକ ଅଛି ହିସାବ ତାଙ୍କ ଜାତକର ଯୋଉ କାଲକୁଲେସନ ସେ କଥା ସେ ପାଠଟା ନାହିଁ କୋଉ ଡେଜିଗ୍ନେସନ ଆକୁ ଆଖ୍ୟାୟିତ କରାଯିବ ହୋସ ଉଡ଼ିଗଲା ତାର 2 ଘଣ୍ଟା ପାଇଁ ଫେଣ୍ଟ ତାପରେ ଶ୍ରୀରଙ୍ଗ ଲାଇଭ ଟିକେ ଦେଖନ୍ତୁ ନା ଫୁଲ୍ ଅଫ୍ ଷ୍ଟ୍ରଗଲ ତାପରେ ସେ କ'ଣ ସୁପ୍ରିମ ଇନ୍ ହ୍ୟୁମାନ ଫର୍ମ ତେଣୁ ଆମ ପିଲା ଯେତେବେଳେ ଜନ୍ମ ହଉଛି କୋଉ ସମ୍ଭାବନାକୁ ନେଇକି ଆସି କ'ଣ ଆମେ ଜାଣିଛୁ ସେ ଭଗବାନଙ୍କ ପିଲା ନା ଆମ ପିଲା ଭଗବାନ ପିଲା କୃପାଟା ତା ପାଇଁ ଉଦ୍ଦିଷ୍ଟ ହେଇଛି ନା ନାହିଁ ଆମେ ତାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବା ନା କୃପାରୁ ବଞ୍ଚିତ କରିବା ଆମେ ସହଯୋଗ କରିବା ତେଣୁ ଯୋଉ କୃପା ପାଇବାର ଅଧିକାରୀ ଆଜି ଭଳି ଦିନରେ ଜନ୍ମଦିନରେ ଆମେ ତାକୁ କୋଉ ପ୍ରକାର ଟ୍ରେଣ୍ଡ କରିଛୁ କେବେ ଜନ୍ମଦିନରେ ଆମେ ସେଇ ପ୍ରକାର ପ୍ରସ୍ତୁତି କରେଇଛୁ କି ତାକୁ ତା ଭିତରେ ଗୋଟେ ନମ୍ର ଭାବ ତିଆରି କରିଛୁ କି ତା ଭିତରେ ମାଙ୍କ ପ୍ରତି ଓପନ୍ ହେଇକି ରହିବାର ଗୋଟେ ବାତାବରଣ ତିଆରି କରିଛୁ କି ରିସିଭ୍ କରିବା ପାଇଁ ଯୋଉ କାପାବିଲିଟି ଦରକାର ଅଛି ନାହିଁ ତାହେଲେ ସେ ରିସିଭ୍ କରିପାରିବ କି ଗଲା ଗୋଟେ ବର୍ଷ ବେକାର ପୁଣି ଯେତେବେଳେ ନେକ୍ସଟ ସେଇ ଡେଟ୍ରେ ଆସି ପହଞ୍ଚିବ ପୁଣି ଆସିବ ତେବେ ଏଇ ଯୋଉ ସୁପ୍ରିମଙ୍କର ଯୋଉ ସାକ୍ଷାତ ହବ ଆମ ସୋଲ ସହିତ ଡିଭାଇନଙ୍କର କୋଉ ମୁଭମେଣ୍ଟଟା ମାତୃଗର୍ଭରେ ପିଲା ଯେତେବେଳେ ସ୍ଥାନ ପାଇଛି ସେଇ ମୁଭମେଣ୍ଟରେ ଭୂପୃଷ୍ଠରେ ଜନ୍ମ ହେଲା ସମୟରେ ନା ଚେତନାର ଯେତେବେଳେ ଜନ୍ମ ଲାଭ ହେଲା ସାଇକିକ ଯେତେବେଳେ ଏଣ୍ଟ୍ରି କଲା ତାର ଫୋର୍ସ ଯେତେବେଳେ କ୍ରିୟାଶୀଳ କରିଲା ସେଇ ମୁଭମେଣ୍ଟରେ କୋଉ ମୁଭମେଣ୍ଟରେ କୋଉଠୁ ହିସାବ କରିବ କୋଉଠୁ ହିସାବଟା ଆରମ୍ଭ ହବ ଯେହେତୁ ଆମ ମୁଣ୍ଡରେ ଏଟା ଢୁକୁନି ଆମେ ତା ପୂର୍ବ ଦିନଠୁ ପ୍ରସ୍ତୁତି ହେଇନି ଚଳିବନି ଯାହା କେତେବେଳେ ଆସୁଛି ଆମେ ଜଗିଛି ପୁରା ଏମିତି ଅନେଇକି ଥିବି ଭିଜିଲାଣ୍ଟ ତେଣୁ ତା ପୂର୍ବ ଦିନଠୁ ଯଦି ଆମର ଭିଜିଲାଣ୍ଟ ହେଇକି ରହିଥିବା ସବୁ କଥା ହେଇଯିବ ନା ନାହିଁ ମା ସେଦିନ ଜଣେ ସାଧୁକୁ କହିଲେ କାରଣ ମା ତ ପୁରା ପର୍ଟିକୁଲାର ନା ଡେଟ୍ ପତ୍ର ମନେ ରଖିଛନ୍ତି ସେ କହିଲେ ଆଚ୍ଛା ତମର କାଲି ଜନ୍ମଦିନ କହିଲେ ହଁ କେତେ ବର୍ଷରେ ପଦାର୍ପଣ କରିବ ନା 26ରେ ଆଚ୍ଛା ଆଚ୍ଛା ଠିକ୍ ଅଛି ଆଇ ୱିଲ୍ ଗିଭ୍ ୟୁ ସମଥିଙ୍ଗ ସ୍ପେଶାଲ ନଟ୍ ମ୍ୟାଟେରିଆଲ ମୁଁ ତ ଗୋଟେ ସ୍ପେଶାଲ ଜିନିଷ ଦେବି ଯୋଉଟାକି ମ୍ୟାଟେରିଆଲ ଜିନିଷ କିଛି ନୁହଁ ହେଲା ବି ରେଡି ଟୁ ରିସିଭ୍ ଇଟ୍ ଛାନିଆ ହେଇଗଲେ ମା କ'ଣ କହିଦେଲେ ବି ରେଡି ଟୁ ରିସିଭ୍ ଇଟ୍ ପ୍ରସ୍ତୁତ ହେଇଥାଅ ଆକୁ କେମିତି ତମେ ରିସିଭ୍ କରିବ ଛାନିଆ କି ମା ଏମିତି କ'ଣ ଜିନିଷଟା ଦେବେ ଯେ କ'ଣ ଆଗରୁ କହିଲେଣି ଗୋଟେ ପ୍ରସ୍ତୁତ ହେଇଥା ରାତି ସାରା ଆଉ ନିଦ ହଉନି ହେଲା ମା ମୋର ଏ ପ୍ରସ୍ତୁତିଟା କ'ଣ କେମିତି ହବ ମତେ ଟିକେ ତମେ ପ୍ରସ୍ତୁତି କରାଅ ମା ସେଠୁ ପ୍ରସ୍ତୁତ କରିବେ ଏ ଯୋଉ ମାଙ୍କ ପ୍ରତି ଓପନ୍ ହେଇକି ରହିଲା ପ୍ରସ୍ତୁତି ପାଇଁ ତାପରେ ରିସିଭ୍ କରିବା ପାଇଁ ତା ଭିତରେ କାପାସିଟି ଆସିଗଲା ତେଣୁ ଜନ୍ମଦିନ କୋଉ ମୁଭମେଣ୍ଟରେ ହେଇଛି
ମାର ଗର୍ଭରେ ସ୍ଥାନ ପାଇବା ବେଳେ ତାର ଜନ୍ମ ହେଇଛି ନା ଭୂପୃଷ୍ଠରେ ମା ଯେତେବେଳେ ଜନ୍ମ ଦେଲେ ସ୍ଥୂଳ ଶରୀରକୁ ନେଇକି ଆସିଲା ସେତେବେଳେ ତା ଜନ୍ମରେ ସେ ତା ପୂର୍ବରୁ ଆଲଟ ହବ ନା ତା ଭିତରକୁ ଯେତେବେଳେ ଚେତନା ଡିସେଣ୍ଡ କରି ଆସୁଛି ସାଇକିକ ଯାଉଛି ସେତେବେଳେ ଆସିବ କୋଉ ମୋମେଣ୍ଟଟାକୁ ସେ ଗୁରୁତ୍ୱ ଦବ ଯଦି ଏ କାଲକୁଲେସନ ଜଣେ ଆଷ୍ଟ୍ରୋଲୋଜର କହିପାରିବନି ଜାତକନି କ'ଣ ବୋଲି କହୁଛି ହଁ ଜୋକର ଜୋକ ଦେଖିଲା ଭଳିଆ କରିବ ସେ ଜୋକର କ'ଣ କରେ ଶୋ ମାନଙ୍କରେ ସର୍କସ ଶୋରେ ମୁଁ ଏଟା ମନରୁ କହୁନି ମା ଲେଖିଛନ୍ତି ମାତୃଶ୍ରାବଳୀ 15 ଭାଗ ବହିରେ ଫଳିତ ଜ୍ୟୋତିଷ କଥା ଗୋଟେ ଲେଖା ହେଇଛି ଚାପ୍ଟରଟେ ଅଛି ସେଇଥିରେ ମା ଏଟା ଲେଖିଛନ୍ତି ହେଲା ସେ ଜୋକରର କାମ କରେ ଯେଉଁ ଆଷ୍ଟ୍ରୋଲୋଜର ଦେଖନ୍ତି ସେ ଗୋଟେ ଜୋକର ଯେମିତି ପ୍ରତି ଶୋରେ ସମାନ ପ୍ରକାର ଯୋଗ ଦେଖାଏ ସର୍କସକୁ ଯାଇଛୁ ଗୋଟେ ଶୋରେ ଯେଉଁ ଯୋଗ ଦେଖିଛୁ ସେକେଣ୍ଡ ଶୋରେ ସେଇଟା ଦେଖିବ ନା ଅନ୍ୟ କିଛି ଥାର୍ଡ ଶୋରେ ସେଇଟା ଦେଖିବ ନା ଆଉ କିଛି କ୍ୟାସେଟରେ ଯେଉଁଟା ରେକର୍ଡ ହେଇଛି ବଜେଇଲୁ କୋଉଟା ବାଜିବ ସେଇଟା ରିପିଟ୍ କରୁଥିବ ନା ନାହିଁ ଆଷ୍ଟ୍ରୋଲୋଜର ଜଣେ କ'ଣ କରୁଛି ସେଇ କଥା କହୁଥିବ ହେଲା ତାର ଚେଞ୍ଜ ନାହିଁ ପରଫେକ୍ଟ କଥାଟା କିଏ କହିବ ଜଣେ ଯୋଗୀ କହିବ ଆମେ ଯୋଗୀକି ଦେଖାଉଛୁ ନା ଜ୍ୟୋତିଷକୁ ଦେଖାଉଛୁ ଆମ ପିଲାର ଭାଗ୍ୟ ଭବିଷ୍ୟତ କ'ଣ ହବ ଜାତକ ନେଇ କାହା ପାଖରେ ଦେଖାଉଛୁ ଜ୍ୟୋତିଷ ପାଖରେ କିନ୍ତୁ ତା ଅପେକ୍ଷା ପରଫେକ୍ଟ କଥାଟା କିଏ କହିବ ଜଣେ ଯୋଗୀ କହିବ ତେଣୁ ଯୋଗୀର କାପାସିଟି ଅଧିକ ନା ଜ୍ୟୋତିଷର କାପାସିଟି ଅଧିକ ଯୋଗୀର କିନ୍ତୁ ଆମ ଭିତରେ ଏତିକି କଥା ନାହିଁ ତେଣୁ ଆମ ପିଲା ପାଇଁ କ'ଣ ଉଦ୍ଦିଷ୍ଟ ହେଇଛି ଆମେ କହିପାରିବାନି ଜ୍ୟୋତିଷ ବି କହିପାରିବନି ସିଏ ଯଦି ଯୋଗିକ ଭାବ ରଖିବ ତାହେଲେ ତା ଭିତରର ଜୀବନର ଗତିପଥକୁ ସିଏ ବଦଳି ପାରିବ ତେଣୁ ପିଲା କେମିତି ଯୋଗିକର ଆଟିଚ୍ୟୁଡ୍ ରଖିପାରିବ ଜଣେ ଯୋଗୀର ଭାବ ତା ଭିତରେ ମନୋଭାବ କେମିତି ପ୍ରକାଶ କରିବ ସେଥିପାଇଁ ଗୋଟେ ଏନଭାୟରମେଣ୍ଟ କିଏ ଯୋଗେଇବ ପ୍ୟାରେଣ୍ଟସ୍ ସେ ଯେଉଁ ଘରେ ରହୁଛି ଯେଉଁ ପ୍ୟାରେଣ୍ଟସ୍ ମାନଙ୍କ ଆସ୍ପୃହାରେ ସେ ପିଲା ଆସିଛି ସେ ବାତାବରଣକୁ ସେମାନେ ଯୋଗେଇବେ ଏଇଟା ତାଙ୍କର କାମ ଛୁଆ ତ ଜାଣିନଥାଏ ଟିକିଏ ହେଇଥାଏ ସିଏ କ'ଣ ଜାଣିବ ତାକୁ ଗୋଟେ ପରିବେଶ ଏମିତି ତିଆରି କରିବେ ଆପଣ ୟୁଟ୍ୟୁବରେ ଗୋଟେ ପୁରା ହାଇଲାଇଟ୍ ହେଉଛି ଦେଖିଥିବେ ଭକ୍ତ ଭାଗବତ ଦେଖିଛନ୍ତି ନା ନାହିଁ କେତେ ବର୍ଷର ପିଲା ତାର ଗୋଟେ ଛୋଟିଆ ଭାଇଟିଏ ଜନ୍ମ ହୋଇ ତା ପିଠିରେ ବସିକି ଘୋଡ଼ା ହେଉଛି ହେଲା ଆଉ ଗୋଟେ ଛୋଟିଆ ଭାଇଟି ହେଇଛି ତା ପିଠିରେ ବସିକି ଘୋଡ଼ା ହେଉଛି ତାକୁ ବି ଦେଖନ୍ତୁ ତାର ସେ ଯେଉଁ ଏନଭାୟରମେଣ୍ଟ ତିଆରି କରିଛନ୍ତି ସେ କୃଷ୍ଣ ବ୍ୟତୀତ ଆଉ କିଛି କଥା ତା ମୁଣ୍ଡରେ ଢୁକୁନି ଆମ ଜୀବନର ମାନୁଆଲ କୋଉଟା କୃଷ୍ଣ ଯେଉଁ ଲେଖିଛନ୍ତି ଗୀତା ଭଗବାନ ଶ୍ରୀକୃଷ୍ଣ ଗୀତା ହେଉଛି ଆମ ଜୀବନ ମାନୁଆଲ ସେ ବତେଇ ଦେଉଛି ତେଣୁ ତା ଭିତରେ ଛୋଟବେଳଠୁ ଯେଉଁ କନସିୟସନେସ୍ ଡେଭଲପ୍ କଲାଣି ଏଇଟା କୋଉଠୁ ଆସିଛି ଏନଭାୟରମେଣ୍ଟ ଅପ୍ୟାରେନ୍ସ ତେଣୁ ଏଇ ଯେଉଁ ସୋଲଟି ଭୂପୃଷ୍ଠରେ ସ୍ଥାନ ପାଇଛି ମାନବ ରୂପରେ ଆସିଛି ତା ସୋଲ ଗୋଟେ ବିକାଶ କରିବାର ଅଭିପ୍ରାୟ ନେଇକି ଆସିଛି ତେଣୁ ତାର ପ୍ୟାରେଣ୍ଟସ୍ ମାନେ ଯଦି ଯୋଗିକ ଆଟିଚ୍ୟୁଡ୍ ରହିପାରିବେ ପିଲା ଭିତରଟା କ'ଣ ସେ ଜାଣିପାରିବେ ସେ ଅନୁସାରେ ଫିଡିଂ ଦେଇପାରିବେ ଯଦି ପ୍ୟାରେଣ୍ଟସ୍ ମାନେ ଯୋଗୀର ଭାବ ରଖିପାରୁନାହାନ୍ତି ପିଲା ଭିତରର ସମ୍ଭାବନାକୁ ଚିହ୍ନି ପାରିବେ କି ଚିହ୍ନି ପାରିବେ ନାହିଁ ସେ ଅନୁସାରେ ଫିଡିଂ ଦେଇପାରିବେ କି ପିଲା ଗୋଟେ ସମ୍ଭାବନା ନେଇକି ଆସିଥିବ ପ୍ୟାରେଣ୍ଟ ତାକୁ ଆଉ ଗୋଟେ ଡାଇଭର୍ଟ କରିଦେବେ ତାହେଲେ ଏଠି ପିଲାର ବିକାଶରେ ସହଯୋଗ ହେଲେ ନା ଅନ୍ତରାୟ ହେଲେ ତାହେଲେ କୋଉ ଦିଗର ବିକାଶଟା ଅଧିକ ଗୁରୁତ୍ୱପୂର୍ଣ୍ଣ ଆମ ସାଇକିକର ଡେଭଲପ୍ ଏଇଟା ଗୁରୁତ୍ୱପୂର୍ଣ୍ଣ ନା ମ୍ୟାଟେରିଆଲ ଡେଭଲପ୍ ଏଇଟା ଗୁରୁତ୍ୱପୂର୍ଣ୍ଣ କୋଉଟାକୁ ଗୁରୁତ୍ୱ ଆମେ ଦେବା ଆମେ ପାଠ୍ୟରୁ ପଢ଼ିଲୁଣି ଯେହେତୁ ଆମେ କହିଦେବା ଏଇନା ସାଇକିକ ଏଇଟା ପାଠ୍ୟରେ ପଢ଼ିଛୁ କହୁଛୁ ସତନା ମିଛ ଆମେ ପାଠଚକ୍ରରେ ପଢୁଛୁ ଭାଇମାନେ ସବୁ ଭାଷଣରେ କହୁଛନ୍ତି ଶୁଣୁଛୁ ଅନଲାଇନ ତ ଆଜିକାଲି ଅଭାବ ନାହିଁ ଦିନକୁ 8-10 ଶୁଣିଲୁ ଖାଲି ସେ ସାଇକିକ ସୁପ୍ରିମ ଡିସ୍କଭରି ଚାଲିଲା ଶୁଣିଲୁ କ'ଣ ଚୈତ୍ୟ ବିକାଶ ଇନ୍ ପ୍ରାକ୍ଟିକାଲ କୋଉ ଡେଭଲପକୁ ଆମେ ଗୁରୁତ୍ୱ ଦେଇଛୁ ମ୍ୟାଟେରିଆଲ ଡେଭଲପ ଗୁରୁତ୍ୱ ତେଣୁ ଆମ ପିଲା ମ୍ୟାଟେରିଆଲ ଡେଭଲପ ସେଥିପାଇଁ ଆମେ ଯେତେ ଯତ୍ନବାନ ସାଇକିକ ଡେଭଲପ ପାଇଁ କିଛି କରୁ ସେଥିପାଇଁ ଯତ୍ନବାନ ହେଇଛୁ କି
ତାହେଲେ ଜନ୍ମଦିନେ କ'ଣ ଉପହାର ଦେବା? ମାଙ୍କର ଗୋଟେ ବାଣୀ ମୁଁ କହୁଛି, ଦ ଫାଇନେଷ୍ଟ ପ୍ରେଜେଣ୍ଟ ୱାନ୍ କ୍ୟାନ୍ ଗିଭ୍ ଟୁ ଏ ଚାଇଲ୍ଡ would be to teach him to know himself and to master himself. ଆମେ ଛୁଆର ଜନ୍ମଦିନ ଆମକୁ ଡାକିଥିବେ, କ'ଣ ଦେବା? ଆମକୁ ଡାକିଛନ୍ତି ନା ବେରା ଭାଇ ଡାକିଛନ୍ତି? ଆମେ ଆଉ ଛୁଆର ଜନ୍ମଦିନ ପାଇଁ ଖାଲି ଆସୁନାହାନ୍ତି କି କ'ଣ? ଯଦି ଭିତରୁ କିଛି ଦେବା ପାଇଁ ଇଚ୍ଛା କଲେ, ଆଉ ଯେହେତୁ ପଢ଼ୁଛି ପିଲା ତାକୁ ଗୋଟେ କ'ଣ ପଢ଼ା ଇନଷ୍ଟ୍ରୁମେଣ୍ଟ ଗୋଟେ କ'ଣ ଦେଇଦେବା କିମ୍ବା ଆଉ କ'ଣ ଗୋଟେ ଦେଇଦେବା, ଭାବି ଦେଇଦେଉଛୁ। ଏ ମେଟେରିଆଲ ଗିଫ୍ଟ ଦେଉଛୁ ନା ଅନ୍ୟ କିଛି ଦେଉଛୁ? ମେଟେରିଆଲ କିଛି ଗିଫ୍ଟ ଦେଉଛୁ। ମା କ'ଣ କହିଲେ? ଦ ଫାଇନେଷ୍ଟ ପ୍ରେଜେଣ୍ଟ ୱାନ୍ କ୍ୟାନ୍ ଗିଭ୍ ଟୁ ଏ ଚାଇଲ୍ଡ, जो सुंदरतम उपहार, द फाइनेस्ट प्रेजेंट वन कैन गिव टू ए चाइल्ड, जड़े छुआ को दे पारिबो कौन सेटा वुड बी टू टीच हिम टू नो हिमसेल्फ एंड टू मास्टर हिमसेल्फ। ए जो टू नो हिमसेल्फ एंड टू मास्टर हिमसेल्फ सद कथा ना। पिला निजे निजको केमिति ओभरकम करिवो, आत्मजयी हब, आत्मकर्तृत्व अर्जन करिवो, ये हूँ तार सूत्रटा। एटा हूँ तार सूत्र। कौन से सूत्रटा? टू टीच हिम टू नो हिमसेल्फ एंड टू मास्टर हिमसेल्फ। ये हूँ साइंस ऑफ लिविंग, जीवन बंचार विज्ञान, जीवन विज्ञान। ये पिला निजे जान मु किए, मु कौन करी, कौन पे संसार को आसी, टू नो हिमसेल्फ एंड टू मास्टर हिमसेल्फ। निज ऊपर से प्रभुत्व अर्जन करिबा ए दिगरे शिखै चुकी। यही उपहार हूँ सब बड़ उपहार। जन्मदिन यही उपहार दिया जाओ, यहाँ हूँ सब गुरुत्वपूर्ण उपहार। पुणी माँ कहले इन एनी केस द फाइनेस्ट प्रेजेंट वन कैन गिव टू ए चाइल्ड इन एनी केस। एटा पुणी जेकोसी परिस्थिति रे जो सुंदरतम उपहार टी दिया जीवो सेटा ला वुड टीच हिम टू नो हिमसेल्फ एंड टू मास्टर हिमसेल्फ। पुणी माँ कहले आमे तो पिला मान सहित बेस आक्वेंटेड ही अच्छु ना, को बापा माँ छुआ ठू अलगा बहुत अफेक्शन अच्छे ना नहीं, निश्चित अफेक्शन अच्छी। हेले पिला ता निज मध्य थिबा पूर्णतार दिगर चरम शिखर को उठेवा पई आमे केते प्रयत्न करछु। जन्मदिन रे एई कथाटी को ताको शिक्षा देवा दरकार। ता निज मध्य जो पूर्णतार दिगटी अछि तार चरम शिखर को से केमती उठिबो हला कोन करिवा ताले ता प्रति एई जो एनवायरनमेंट भितरु से केमती सब कथा को शिक्षा करी ता निज मध्य परम पूर्णता को प्रकाश करि परिबो, से दिगरे हमें प्रयत्नशील हवा। जन्मदिन उपहार यहाँ सब बड़। टू लव टू लर्न इज द प्रेशियस गिफ्ट दैट वन कैन मेक ए चाइल्ड टू लर्न ऑलवेज एंड एवरीवेयर। बाकी आउ थर कुछ टू लव टू लर्न पिला जो धीरे धीरे बड़ हो ना नहीं ना चिमचुआ गीत बड़ टू लव टू लर्न शिक्षा करने से केंद्र भल पाइब मु सब कथा शिखी। टू लव टू लर्न इज द प्रेशियस गिफ्ट एटा हूँ सबुठ मूल्यवान उपहार है। ये जो मूल्यवान उपहार प्रेशियस गिफ्ट that one can make a child to learn always and everywhere. is a term the always out everywhere. ठीक है भल की व्याख्या करिया तो always out everywhere माने सबु बेले और everywhere माने सबुठी ना खाली स्कूल शिखियो कौन था देखा कॉलेज रे खाली शिखियो सबुठी शिखियो सबु बेले शिखियो। ये भावटा पिला भितर आम तैयारी कर कौन उपहार दौचु ताले पिला को जन्मदिन रे कौन आम खाली कह हाँ तू एथर भल मार्क रख
आज केते कंडीशन भी थी आज तोर A+ जब रहा A1 जब रखिलु तो निश्चित मत स्कूटीटा देवी कॉलेज जीव आज जब A1 ना सैला स्कूटी ना धरबुन बुझे तेणु झील तार मरी पड़ी पड़ी मुझे A1 रखी हाँ स्कूटी जोड़ियार इच्छा अच्छे ना स्कूटी रे कॉलेज जीव ये जो लाड़ाई आम करुचे द्वारा पिला कुआड़ को जाऊँगी बहिर्मुखी होता मोर यथार्थ कर्तव्य नुहे पिला भितर कौन सी प्रकार लालसा सृष्टि करवा ना केबे भी नुहे तेणु ता भितर केमती से शिखिया को भल पाइब यही कथा टी आमको गुरुत्व देवा पड़ो टू लव टू लर्न इज द प्रेसियस गिफ्ट प्रेसियस माने मूल्यवान दामिका सबुठ दामिका उपहार प्रेसियस गिफ्ट दैट वन कैन मेक ए चाइल्ड टू लर्न ऑलवेज एंड एवरीवेयर जाफल कि सी सबुठू सबु कथा को से शिखि पार ये उपहारटा दवा दरकार जन्मदिन रे जेते सुजोग अच्छी जन्मदिन रे नीरवतार परिवेशटा ठीक ना हो हलार परिवेशटा ठीक इन एन एब्सोल्यूट साइलेंस स्लीप्स एन एब्सोल्यूट पावर इन द माइंड्स साइलेंस द ट्रांसेंडेंट एक्ट्स असीम नीरवता भितरे इन एन एब्सोल्यूट साइलेंस स्लीप्स एन एब्सोल्यूट पावर असीम शक्ति निहित होकर रही इन द माइंड्स साइलेंस मनोर नीरवता भितरे द ट्रांसेंडेंट एक्ट्स विश्वातीता शक्ति कार्य करेंगे तेज जो नीरवता भितर पिला यदि बुड़ी रहा से दिन ताले नीरवता हूँ यथार्थ ज्ञानर प्रकाश निमित्त मुक्त क्षेत्र पढ़ुचु ना नहीं पारे साउंड फाउंड बजे डीजे फिजे लगे केते कौन सब कर दे यहाँ पूरा डेकोरटा जन्मदिन डेकोर हम हम तो प्रभाव रहा जन्मदिन महत्व उद्देश्य थिला रहिबो तो नीर भांगियो कि नहीं तेणु आम कौटा को गुरुत्व देवा दरकार इन एन एब्सोल्यूट साइलेंस स्लीप्स एन एब्सोल्यूट पावर इन द माइंड्स साइलेंट द ट्रांसेंडेंट एक्ट्स नीरवता भितर आमर ज्ञान प्रकाश पाइब ज्ञान मनुष्य को नियंत्रण करियो आम जो कहूँ आम मन मोटे कंट्रोल नहीं मन पाई कौन दरकार मनर लगाम है ज्ञान है प्राणर लगाम है भक्ति शरीर लगाम है कर्म हृदय लगाम है प्रेम मन रहा छुटिया छुटिया कथा केतटा कहली कौन कहली मनर लगाम किए ज्ञान प्राणर लगाम किए भक्ति शरीर लगाम किए कर्म हृदय लगाम किए प्रेम चारिटा कथा के गुरुत्व देछ एक कथा केतबेले सृष्टि हम नीरव जो नीरव भीतर रहा परम चेतना सहित जोड़ी हेले ये चार्टा कथा बाहर परम चेतना सहित हमको जोड़ा पड़ो से हमको नीरव करेंगे नीरवता भितर आम प्रगति करवा नीरवता भितर आम असीम शक्ति को हासिल कर नीरवता भितर सकल समस्या को आम समाधान करवा नीरवता जरूरी ना नहीं तेज जन्मदिन नीरवतार वातावरण कटेगा दरकार ना भूरी भोजन व्यवस्था करे गिफ्ट फिफ्ट व्यवस्था करे डीजे फिजे लगे पूरा हो हला करे बाहर लोक जो जाने जाओ आम एत खर्च कलु 5 लाख खर्च करी मो बर्थडे रे केते केते गेस्ट सब आसते 2000 खंड लोक आसते 5 लाख खंड खर्च है स्टार्टर देखा हम तो ता प्रभाव रही तो आम मासिक को ग्रहण कले आटलिस्ट कौन करवा केकटा काटदवा बेलूनटा फुटेदवा आटलिस्ट ये तो करवा ना नहीं है केक काटवा नहीं केक कहीं काट आग पिला तार इच्छा कर तो केकटा कटा नहले डेकोरम रहा बर्थडे बुझे कौन कौन हुए ता भर खाली छोटिया छोटा समय हो समय 5-10 मिनट सार दूसरी
केक नहीं आसु पुणी ऑर्डर दिए तो कौ प्रकार केक है 1000 कि 1200 कि 1500 टकर गोटे केक बना से नाटा लिखाई ना ना जार बर्थडे ना लिखाई आनिले पुणी कालियाटा माँ को पिला तो कौट रखू माँ को फटपा रखदे टूलटा आनिया क्या माँ को पिला तेना माँ को बाहर केक कटा रखिदेलु तापरे सब सांग मान बेड़ कैमेरा रेडी कर शूटिंग स्टार्ट हैप्पी बर्थडे टू यू कहला रेकॉर्डिंग होची फुंक कैंडल फुंकिले केक पीस कटा गला तापर से केक का दिया जो मम्मी मम्मी पुणी कौन करे सेटा होनी तू टे खाइदे चलो मम्मी को खुआदेले मम्मी पुणी बेटा की बेटी को खुआदेले से अंगठाटा बुझे तो यही भाव में खियाखी है कैंडल को लिवा केक को कटा गला बेलून जो थी से ढो ढा की फुटा हो ना बर्थडे डेकोरेशन कौट रहा ढोटा हम ना नहीं हम तापरे चलो सरला एथर भोजी भात कर नहीं जा खर्च कर तापर पार्सल कर भोजी कर जहाँ खर्च कर आग यहीटा हो जाऊ तापर सब सांग मान सब डाकी पेन आनथियो के बॉक्स आनथियो कि आउ कौन आनथियो तापर सब दौथुए हैप्पी बर्थडे कहीकि सी तार खुशी मना दौथ हिसाब कर कौन कौन केते थर उठिला है केते सांग डाकी केते मिलला आर वर्ष को आउ टे सांग डाकीदेवी आउ टे मिल बुझे तुम तार वर्ष को आउ टे डेकोरेशन बढ़ी जाइए लालसा तीर ना हाँ सांग मैंने आसला मागणा आसुना खाली आसुना तेणु मुझे भोजी व्यवस्था कर दूसरी से बढ़िया बढ़िया गिफ्ट सब दूसरी भोजी तो बापा खर्च कले गिफ्ट कौन बापा नहीं जी कि मोर ना छुआ भी तो लालसा तीर ना ना बस तार जन्मदिन में पिला को लालसा देखेले लालायित करे नंबर 1 मिस्टेक नंबर 2 केक जो काटिले केक रे कौन लिखाई ना ना सहित चेतनार संपर्क अच्छे मन रखता ना सहित चेतनार संपर्क अच्छे चेतना को कट कले बड़ मिस्टेक से तापर जो कैंडल फुंकी जलिकी फुंकी देती आस्पुरार अग्नि आम भितर जो जलुची ताकू लिभेवाटा नुहे कर तापर कौन कलु काटिकी जो फुंकिलु पाटरू कौनटा वाला पवनटा ना कि हाँ उच्छिष्ट पाटरू जोड़ा बाहरी जाऊँगी उच्छिष्ट ना हो पुणी काटिकी खुई दे मम्मी की पुणी मम्मी खुईदे बेटा कि बेटी की से अंगठाटा को उच्छिष्ट क्या हो ना नाई यहाँ आम इंडियन कल्चर नुह ये स्पिरिचुअली आम डेभलप कर कर जन्मदिन भाई गोटे सुंदर कथा कहते आम आत्मार दिवस देखु स्पिरिचुअली आमको डेभलप करिया पड़े कौन से स्पिरिचुअलिटी माँ गोटे छोटिया कथा कही शेष करी ट्रू स्पिरिचुअलिटी इट्स नॉट टू रिनाउंस लाइफ बट मेक लाइफ परफेक्ट विथ ए डिवाइन परफेक्शन यथार्थ आध्यात्मिकता हूँ दिव्य परिपूर्णतार जीवन को पूर्णतार रूप में गढ़ा दिव्य परिपूर्णतार जीवन को पूर्ण कर गढ़ा या ना हूँ आध्यात्मिकता गोटे दिव्य परिपूर्णता आम भीतर डिसाइन कर आम भितर से परिपूर्ण रूप प्रकाश पाइब या ना हूँ आध्यात्मिकता यही धारार आमको काम करिया पड़ो जन्मदिन से बहुत गुरुत्वपूर्ण माँ कौन पे कहले बर्थ इज द डे ऑफ ग्रेस ये कहले क्या माँ अन्य क्या गुरुत्व दिखती केवल जन्मदिन को गुरुत्व दिखती क्या परम चेतना जो आम पाक आसी था आम आत्मा सहित भेट करती आमको परम चेतनार राज्य को उठे नि माँ से दिन आमको जहाँ चाहिए से दे माँ जहाँ मांगा माँ दे पारे से दिन पूरा पूरी माँ ओपन जो साधक को माँ कहले कौन तुम आज तुम बर्थडे परा हाँ कौन दरकार अच्छे कह माँ मोर नड़िया तेलटा सरी जा जन्मदिन से कौन मागिले नड़िया तेल आज जन हसिले हाय रे आज तो अमरत्व मागी तो मिली था तू डिवाइन मदर पाखे आज भाई दिन में मागुच नड़िया तेल दियो जन्मदिन तार महत्व से बुझे नहीं कौन कर आमे जदि जन्मदिन महत्व बुझी न आज कौन मागी माँ को कौन कौन मागी
କ'ଣ ଗୋଟେ ଦିଅ ବର୍ଷରା ସାରା ଦିନ ମୁଁ ଖୁସିରେ ରହିବି ହେଲା। ଆଜି ମଟନ ଖାଇବାକୁ ଦେଉଛନ୍ତି ବର୍ଷ ସାରା ମଟନ ଖାଇବି, କିଏ ମାଗି ଦେଇଥିବ ବୁଝୁଛି, କହିହେବନି। ଅନେକ ଏମିତିଆ କରନ୍ତି। ନୂଆ ବର୍ଷ କ'ଣ ପାଇଁ କରୁଛେ? 31 ତାରିଖ ରାତିରେ ଧୁମ୍ ପୁରା ଖିଆ ହବ, କାହିଁକିନା ବର୍ଷ ସାରା ପୁରା ହଏସ୍ ଆରାମ ଦିନ ପୁରା ବିନ୍ଦାସ ହଉଛି ନା ନାଇଁ? ବର୍ଷର ଆରାମ ଦିନ ସେଇଟା, ଜୀବନର ଆରାମ ଦିନଟା ଆଜି ପରା ଜନ୍ମଦିନଟା ଜୀବନର ଆରାମ ଦିନଟା ନୁହେଁ କି? ତେଣୁ ସେଇଆ କରୁଛୁ। କିନ୍ତୁ ସାଇକିକାଲି ଗ୍ରୋଥ କରିବା ପାଇଁ ଆମର ମନ ପ୍ରାଣ ଶରୀରକୁ ଅନ୍ତରାତ୍ମା ଦ୍ୱାରା ସଂଗଠିତ କରିବା ପାଇଁ ଅଭିଷେକ କରାହେଇପାରୁଛି। ଆଉ ଦିନେ ସେଲିବ୍ରେସନ କରୁନାହାନ୍ତି, କ'ଣ ଖାଇବାକୁ ଦେବେ, କେତେ କଥା ଖାଇବାକୁ ଦେବେ, ଦିଅନ୍ତୁ, ଯାହାର ପଇସା ଅଛି ଦିଅନ୍ତୁ, କିନ୍ତୁ ଜନ୍ମଦିନ ନୀରବ ଭିତରେ କଟାନ୍ତୁ, ପୁରା ନୀରବ, କୌଣସି ମ୍ୟାଟେରିଆଲ ଇମ୍ପାକ୍ଟିଭ ହେଲା ଭଳି କାମ କରିବାନି, ପୁରା ନୀରବ। ଅନ୍ୟ ଦିନରେ ଅକେଜନରେ ସାଙ୍ଗସାଥି ମାନଙ୍କୁ ଡାକିକି ଯେତେ ଖାଇବାକୁ ଦେବା କଥା ଦିଅନ୍ତୁ, ଜନ୍ମଦିନରେ କରନ୍ତୁ ନାହିଁ ହେଲା। ଏଇ ଯୋଉ ଡେକୋରେସନ ସବୁ ଜନ୍ମଦିନରେ ନ ହଉ। ଜନ୍ମଦିନ ପୁରା ନୀରବରେ ସମାଧି ପାଖକୁ ଆସିବା ଦରକାର। ଯେ ସମାଧି ପାଖରେ ନାହିଁ, ମାଆଙ୍କ ପାଖକୁ ଆସିବା ଦରକାର, ମାଆଙ୍କ ମୁହଁକୁ ଚାହିଁକି ବସିବା ଦରକାର। ସାବିତ୍ରୀ ଯଦି ଅଛି ପଢ଼ିବା ଦରକାର, ଦୁର୍ଗାସ୍ତ୍ର ଅଛି ପଢ଼ିବା ଦରକାର, ନାମଜପ ଅଛି କରିବା ଦରକାର। ତେଣୁ ଏଇଭଳିଆ ଗୋଟେ ଯଦି ସ୍ପିରିଚୁଆଲି ଆମେ କରିପାରିବା ତାହେଲେ ବହୁତ କଥା ହେବ। ଜନ୍ମଦିନରେ ଭଗବାନ ତାଙ୍କ ସଟର ଖୋଲା କରିକି ଅଛନ୍ତି, ଯେମିତି ଆମେ ତାଙ୍କ ଭିତରୁ ପଶିଯିବା, ତାଙ୍କ ଚେତନା ଦ୍ୱାରା ଅଧିକୃତ ହେଇଯିବା। ଅନ୍ୟ ଦିନରେ ସଟର କ୍ଲୋଜ, ଅନ୍ୟ ଦିନରେ ସଟର କ୍ଲୋଜ, ଖୋଲିବନି। ତେଣୁ ଜନ୍ମଦିନରେ ଯଦି ସଟର ଖୋଲା ଅଛି, ତେଣୁ ତାଙ୍କ ଚେତନା ଭିତରୁ ପଶିବା, ତାଙ୍କ ଦ୍ୱାରା ଅଧିକୃତ ହେବା ସହଜ ହେଇଯାଏ। ବିଗତ ଜନ୍ମମାନଙ୍କରେ ଯେତେ ଯେତେ ସବୁ କରିନାହୁଁ ଆଚିଭ, ଯାହା ସବୁ ଆଚିଭ କରିବା କଥା କରିପାରୁନୁ, ଜନ୍ମଦିନ ମା ସେ ଲାଇଟନିଂ ମାଧ୍ୟମରେ ବିଜୁଳି ବେଳେ ଫସ୍କେ ଆସେ ପଳାଏ, ମା ସେଦିନ ଦେଇକି ପଳେଇବେ। ଭିଜିଲାଣ୍ଟ ହେଇକି ଥିଲେ ତ କେତେବେଳେ ଆସିବେ ଚଟକି ଦେବେ ପଳେଇବେ, କହିହେବ କି? ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ଭିଜିଲାଣ୍ଟ ହେଇକି ରହିବାକୁ ପଡ଼ିବ, ନହେଲେ ଆହୁରି କେତେ ଜୀବନ ପ୍ରୟାସ କରିବାକୁ ପଡ଼ିବ, କେତେ ଜୀବନ ପ୍ରୟାସ କରିବାକୁ ପଡ଼ିବ, ଗୋଟିଏ ଜୀବନ ନୁହଁ, କେତେ ଜୀବନ ପ୍ରୟାସ କରିବାକୁ ପଡ଼ିବ ଗୋଟେ କଥାକୁ ଆଚିଭ କରିବା ପାଇଁ। ତେଣୁ ଜନ୍ମଦିନ ମା ଯେହେତୁ ଆମକୁ କୃପା ଦେବା ପାଇଁ ଆସୁଛନ୍ତି, ଆମେ ତାଙ୍କଠୁ ଦୂରେଇ ଯାଉଛୁ, ଏଇଟା ଜନ୍ମଦିନର ଗୁରୁତ୍ୱ ନାହିଁ। ତ ବହୁତ କଥା ଅଛି, ସମୟର ସତର୍କ ସୂଚନା ଦେଲେଣି, ଆଲୋଚନାକୁ ମୁଁ ଏଇଠି ରଖୁଛି। ପୁଣି ଆସନ୍ତାକାଲି ଅଛି, ଆପଣମାନେ ସବୁ ରହିବେ ତ ଆସନ୍ତାକାଲି, ପୁଣି କାଲି ଆଉ କିଛି କହିଦେବେ। ହଉ ରଖୁଛି। ହଉ ପୁରୁଣା ନୂଆ ସହିତ ମତ ଭାବ ତ ଅଛି ନା, ପୁରୁଣା ହଉ। ଦିବ୍ୟ ସ୍ୱରୂପ ଛାଡ଼ି କରୁଣା ବଶ ହୋଇ ଆସିଛ ପରା ତୁମେ ଧରାରେ ଅବତରି ମା 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 ଦିବ୍ୟ ସ୍ୱରୂପ ଛାଡ଼ି କରୁଣା ବଶ ହୋଇ ଆସିଛ ପରା ତୁମେ ଧରାରେ ଅବତରି ଆମରି ଶରୀରରେ ଅଜ୍ଞାନତାକୁ ବରି ଜନ୍ମ ଆଉ ମୃତ୍ୟୁର ରହସ୍ୟ ଭେଦ କରି ମା ମା ଦିବ୍ୟ ସ୍ୱରୂପ ଛାଡ଼ି କଦର୍ମ କଳୁଷର ଗଭୀରତା ଦେଇ ଖୋଳି ଚାଲୁଅଛ ତୁମେ କେତେ କାଳ ନେଇ କଦର୍ମ କଳୁଷର ଗଭୀରତା ଦେଇ ଖୋଳି ଚାଲୁଅଛ ତୁମେ କେତେ କାଳ ନେଇ
ଆମ ସାଥେ ସାଥେ ରହି ନେଉଛ ଆମକୁ କେତେ ଯେ ବେଦନା ସହି ଗଢୁଛ ଧରାକୁ ଦିବ୍ୟ ସ୍ୱରୂପ ଛାଡ଼ି କରୁଣା ବଶ ହୋଇ ଆସିଛ ପରା ତୁମେ ଧରାରେ ଅବତରୀ ମା 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 ଦିବ୍ୟ ସ୍ୱରୂପ ଛାଡ଼ି ମାଗୋ ମା ମା